ପିଲାମାନେ ସୋ କେମିତି ଅଛନ୍ତି ଆପଣମାନେ? ସ୍ୱାଗତ କରୁଛି ମୁଁ ତମର ସେଇ ସୁନ୍ଦର ଚ୍ୟାନେଲ PSM ପାୱାର ଅଫ ସାଇନ୍ସ ମ୍ୟାଜିକରେ। ତ ପିଲେ ଆଜି ଆମମାନେ ପଢିବା ଭୂଗୋଳର ଦ୍ୱିତୀୟ ଅଧ୍ୟାୟ, ଯାହାର ନାମ ହଉଛି ଭୂ ସମ୍ବଳ। ଆଉ ଏଇଟା ପିଲେ ଷ୍ଟାର୍ଟିଂ ମୁଁ ତମକୁ କହିଦଉଛି ବହୁତ ବଡ ବିଷୟଟା, କିନ୍ତୁ ଆମେ ପିଲେ ଜାଣିଛ, ତମମାନେ ଜାଣିଛ, ଆମେମାନେ ଜାଣିଛ, ଆମେ ବଦମାସି କରି କରି ପଢିବାରେ ଆମେ ଏକ୍ସପର୍ଟ ହେଳା କରନ୍ତିନି। ଆମେ ପାଠ ପଢତେ ପଢତେ ବେଳେ ବେଳେ ଆମେ ସେ ବର୍ଷା ପ୍ରତି ଟିକେ ଆକୃଷ୍ଟ ହେଇଯାଉଛେ। ହେଲା, ତମେ ବି ଆକୃଷ୍ଟ, ମୁଁ ବି ଆକୃଷ୍ଟ। ମାନେ କଣ, ତମେ ତମ ବର୍ଷା ପାଇଁ ଆକୃଷ୍ଟ ହଉଛ, ମୁଁ ମୋ ବର୍ଷା ପାଇଁ ଆକୃଷ୍ଟ ହଉଛି। ହେଲା, ମୋର ତମ ବର୍ଷା ଉପରେ କୌଣସି ଇଣ୍ଟରେଷ୍ଟ ନାହିଁ, ଆଉ ତମେ ତମ ବର୍ଷା କେବେ ଦେଖିବି ନଥିବ। ଥିଲେ ସିନା ଦେଖିବ। ବେ ମୁଁ ଡବଲ ହେଇନି। ତମେ ଡବଲ ଟ୍ରିପୁଲ ଫୋର, ତମେ କେତେ କଣ ହେଇଯାଇଛ? ମୁଁ ଡବଲ ହେଇନି ଏତେ ପର୍ଯ୍ୟନ୍ତ। ମୋର ବାଇ ୱାନ ଆଣ୍ଡ ଓନଲି ୱାନ। ତମର ତ ବାଇ ୱାନ ଆଣ୍ଡ ଗେଟ୍ ୱାନ ଅଫର ଅଛି ନା କଣ? ତ ପିଲେ ଆଜି ତାହେଲେ ଆମେ ଆରମ୍ଭ କରିବା ଭୂଗୋଳ। ଆଚ୍ଛା ପିଲେ, ମତେ ତମମାନେ ପ୍ରଥମେ ଗୋଟେ କଥା କୁହ ଯେ ତମମାନଙ୍କ ଭିତରୁ କେତେ ଜଣଙ୍କ ବାପା ମାଙ୍କର ଚାଷ ଜମି ଅଛି? ପୁଣି ଚାଷ ଜମି ଅଛି ତ ଠିକ ଅଛି, ଏତେ ପୁଣି ଚାଷ ବି ହଉଛି, ଆଉ ତମମାନେ କଣ କରୁଛ ନା ତମମାନଙ୍କ ବାପା ଯୋଉ ଚାଷ କରିକି ଆଣୁଛନ୍ତି ଘରକୁ, ତ ସେ ଧାନ ହଉ ବା ଗହମ ହଉ ବା ପରିବା ଜାତୀୟ ଶସ୍ୟ ଗୁଡିକ ବା ପନିପରିବା ଗୁଡିକ ହଉ, ଏଇଗୁଡାକ ସବୁ ଯୋଉ ଆଣିକି ସେ ମାର୍କେଟରେ ବିକ୍ରି କରିକି ତମ ପାଇଁ ପଇସା ଅର୍ଜନ କରୁଛନ୍ତି ଯେ ମୋ ପିଲାଟା ଟିକେ ପଢୁ। ତମେ ଚଣ୍ଡାଳ ଦଳ କିନ୍ତୁ ବଦମାସି କଲ। ହଉ ଠିକ ଅଛି, ବଦମାସି କରୁଛ। ପିଲେ ମତେ ଗୋଟେ କଥା କୁହ, ତମରି ମାନଙ୍କ ଭିତରୁ କେତେ ଜଣ ଅଛ ସେମାନେ ମତେ କମେଣ୍ଟ ସେକ୍ସନରେ କହିବ। ହେଲା, ମତେ କମେଣ୍ଟ ସେକ୍ସନରେ କହିବ। ତ ପିଲେ ଆମର ଟପିକ ହଉଛି ଏଇଆ ଯେ ବାପା ମା ଯେତେବେଳେ ଦେଖିବ, ଅ ବାପା ଯେତେବେଳେ ଚାଷ କରିବାକୁ ଯାଉଥିବେ ବିଲରେ, ଯେତେବେଳେ ହଳ କରିବାକୁ ଯାଉଥିବେ ବା ଯେତେବେଳେ ଚାଷ ହଉଥିବ, ସେଇ ଟାଇମରେ ବି ପିଲେ ତମମାନେ ନୋଟିସ କରିଥିବ ବା ଆମେ ଆମେ ବିଜ୍ଞାନର ପ୍ରଥମ ଅଧ୍ୟାୟରେ ବି ଆମେ ଫସଲ ବିଷୟରେ ଆମେ ଟିକେ ପଢିଥିଲେ, କୃଷି ବିଷୟରେ ଆମେ ପଢିଥିଲେ। ହଁ ତ ସେଥିରେ ବି ତମମାନେ ପିଲେ ଜାଣିଥିବ ଯେ ବା ତମର ବି ତମ ପିତା ଯଦି ନିଜେ ବି ଚାଷୀ ଥାନ୍ତି ବା ତମ ସାଙ୍ଗଙ୍କର ବାପା ବି ଯଦି ଚାଷ କାମ କରୁଥାନ୍ତି ଆଜ ଏ ପାର୍ଟ ଟାଇମ, ତ ସେଇଠି ବି ତମମାନେ ପିଲେ ଜାଣିଥିବ ଯେ ଯୋଉ ତାଙ୍କର ପ୍ରତ୍ୟେକ ବର୍ଷ କଣ ହୁଏ, ଚାଷ ବେଳେକେ ଅଧିକ ହଉଥିବ, ବେଳେକେ କମ ହଉଥିବ। ଠିକ ଅଛି, ସୁଦୁ ହଉନଥିବ ସେମିତି କୌଣସି ମାନେ ନାହିଁ, ବେଳେକେ ହଉଥିବ ତ ବେଳେକେ ହଉନଥିବ। ତ ପିଲେ ଏଇ ଜିନିଷ ଟା କାହିଁକି ହୁଏ? ଠିକ ଅଛି, ଏଇ ଜିନିଷ ଟା ହୁଏ କାହିଁକି? ଯେ ହଉଥିବ ଏମିତି ଯେ ଧର ଯୋଉ ତମ ବାପା ଚାଷୀ, ତମ ସାଙ୍ଗର ବାପା ବି ଧର ଯୋଉ ଚାଷୀ, ତମ ବାପାଙ୍କର ଚାଷ କାର୍ଯ୍ୟ ବଢିଆ ହଉଛି। ହେଲା, ତମ ବାପାଙ୍କର ଚାଷ କାର୍ଯ୍ୟ ବଢିଆ ହଉଛି, ବଢିଆ ସେ ବିନ୍ଦାସ ତମର ଗଦେ ଗଦେ ତମର ଧାନ ହଉ ଗହମ ହଉ ଗଦେ ଗଦେ ଆସୁଛି। ଅପର ପକ୍ଷରେ ତମ ସାଙ୍ଗର ମାନେ କଣ, ସେଇ ତମ ବାପା ବି ଯୋଉ ପ୍ରୋସେସ କରନ୍ତି ତା ବାପା ବି ସେମ ପ୍ରୋସେସ କରନ୍ତି। ଖାଲି ଡିଫରେନ୍ସ କଣ ନା, ୟାର ଯୋଉ ବାପା, ୟା ବାପାଙ୍କର ଚାଷ ଜମିରେ ଟିକେ ଅଡୁଆ ଅଛି। ମାନେ କଣ, ୟା ବାପାର ଚାଷ ଜମିରେ ଯୋଉ ରହିବା କଥା କଣ, ସାର କି ଯୋଉ ଦବା କଥା, ସାର ଦବା କଥା କି ସେ ମାଟିର ମୁଖ୍ୟ କଥା ହଉଛି ଉର୍ବରତା ରହିବା ଦରକାର, ଯୋଉଟା କି ରୁହେନି। ହଁ ତ କେବଳ ପିଲେ ଉର୍ବରତାର ପ୍ରଶ୍ନ ଉଠୁନି ଏଠି, ମୃତ୍ତିକାରେ ଆହୁରି ବି ବହୁ ପ୍ରକାରର ଜିନିଷ ଥାଏ। ହେଲା, ଆହୁରି ବହୁ ପ୍ରକାରର ଉପାଦାନ ଦରକାର ଥାଏ ଗଛକୁ, ଯୋଉଟା କି ସମୟ ଅନୁସାରେ ମୃତ୍ତିକାରେ ବାରମ୍ବାର ବାରମ୍ବାର ଚାଷ କରିବା ଦ୍ଵାରା ସେଇ ଜିନିଷ ନଷ୍ଟ ହବାକୁ ଆରମ୍ଭ କରେ। ହେଲା, ତ ମତେ ପିଲା ବୁଝିପାରୁଛ କି ନାଇଁ? ତ ଭୂମିଟା ବିଷୟରେ ତମେ ଜାଣିଥିଲେ ତ ତାପରେ ତମେ ଭୂମିର କେମିତି ଉର୍ବରତା ଅନୁର୍ବରତା କଣ କିଛି ବଢିବାର ଅଛି କି ନାହିଁ, ସେଇଟା ତ ତମେ ଜାଣିପାରିବ ନା। ବୁଝିପାରୁଛ ନାଇଁ ମୋ କଥା? ତମେ ଗୋଟେ ପିଲା ସାଙ୍ଗରେ ଫ୍ରେଣ୍ଡସିପ କେତେବେଳେ କରିବ? ମୁଁ ବର୍ଷା କଥା ଉଠେଇନି ଆଁ। ତମମାନେ ପିଲେ ଗୋଟେ ଧର ଯେ ତମେ ଗୋଟେ ନୂଆ ସ୍କୁଲକୁ ଯାଇଛ, ତମକୁ ଗୋଟେ ପିଲାଟେ ଦେଖାହେଲା, ରାଣ୍ଡମଲି ତମକୁ ଗୋଟେ ପିଲାଟେ ଦେଖାହେଲା, ଆଉ ତମକୁ ସେ ପିଲାଟା ବି ଭଲ ଲାଗିଲା, ତା ବିହେଭିୟର ହଉ ବା ତା ଲୁକିଂ ହଉ ବା ତାହାର
पैशन हो बा तार एटीट्यूड हो तुमको किसी गोटे तार अट्राक्ट कला हाँ तो तुमको इच्छा हो फ्रेंडशिप करने बर्तमान कथा उठुची या जे तुम सहित फ्रेंडशिप करमी मत बुझीपार बर्तमान प्रश्न उठुची या जे तुम सहित फ्रेंडशिप करमी कारण सी तुम नुआ तुम नुआ तो तुम आगे से मनुष्य को जान ये जो एटीट्यूड है एगुड़ा सब है बिहेवियर है केमी तुम स्टडी कर ना आग मनीष को चिन्ह तापर मनीष भल कि खराब से बेसिस तुम सहित फ्रेंडशिप कर से भाया भूमि उर्वरता को वृद्धि करने तुमको भूमि विषय जाना पड़ो तो सारे कौन ताले भूमि विषय कहतु ताले पढ़ा भूमि विषय भूपृष्ठ स्थल भाग और जल भाग को नहीं गठित हाँ सार आम जाचु स्थल भाग एक मुख्य प्राकृतिक संबल कहीं सर सब मैक्सिमम टू मैक्सिमम कंचा माल जो थाए से गुड़ाक स्थल भाग ही थाए जल भाग कौन अच्छी खाली तेल अच्छी अन्य सुना रूपा भाया प्राकृतिक जिनस अच्छी स्थल भाग कौन अच्छी लुहा पत्थर अच्छी सुना पत्थर भी अच्छी प्राकृतिक गैस अच्छी ठीक अच्छे तो विभिन्न प्रकार मनीष काम आसुवा जिनस गुड़िक सब मैक्सिमम टू मैक्सिमम स्थल भाग अच्छी हौ यह पृथ्वी पृष्ठर मोट क्षेत्रफल शतकड़ा 29 भाग ता माने पिले ताले कौन जानी पारछ जे पृथ्वी रे जल भाग होची 71 भाग 71 भाग जल भाग 29 भाग होची केवल स्थल हैला आ ये जो स्थल भागटी 7 गोटी महादेश को नहीं गठित होता है से गुड़िक सर कौन कौन से गुड़िक देख एशिया यूरोप उत्तर अमेरिका दक्षिण अमेरिका आफ्रिका ऑस्ट्रेलिया और अंटार्कटिका हाँ तो हाँ सर ठीक अच्छे बुझीगला क्षेत्रफल दृष्टि एगुड़िक मध्य एशिया बृहत्तम और ऑस्ट्रेलिया क्षुद्रतम दया करिकी ये सबू लाइन गुड़िक यही विषय पिले तुम गोटे कष्ट जिनस जे ये विषय जहाँ भी तुम पढ़ो ना प्रत्येक बीट मु विषय जहाँ भी तुमको अंडरलाइन करदेमी दया करके मन रख न मन रख बहुत हैरान हम तुम ये विषयटा हूँ सबू 8th क्लास टीचर मान फेवरेट विषय वन ऑफ द मोस्ट फेवरेट विषय यही चैप्टरटा कहीं ना कारण ये जो चैप्टर रे तुम धाड़ी धाड़ी क्वेश्चन आंसर अच्छी धाड़ी धाड़ी जो देख मु तुमको स्टार्टिंग रो कही जो मो वीडियो तुम जब देख साइड गोटे रफ नोट धरिकी बस रफ नोट रे धर ये भाया क्षेत्रफल दृष्टि बृहत सप्तदश मध्य बृहत्तम देश किए ठार मारदेल बृहत्तम देश एशिया क्षुद्रतम देश ऑस्ट्रेलिया ठीक अच्छे ये तुम टे ठार मारदेव जब बही पढ़ुच बही जो तुम पाखे अच्छी खाता कौन कारण ना गोटे पेनसिल रख 5 टका नब अप्सरा पेनसिल दिस वीडियो इज नॉट स्पॉन्सर्ड बाय अप्सरा पुणी मत पचर पुणी कहनी पेनसिल रख पेनसिल रख देगी तुम अंडरलाइन कर दो जो 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 बीट गुड़िक मुझे अंडरलाइन कर बीट गुड़िक अंडरलाइन कर जोड़ा मुझे रेड अंडरलाइन करमी से गुड़ाक तो तुम स्पेशली अंडरलाइन कर ग्रीन गुड़िक अंडरलाइन कर न कर रेड गुड़िक स्पेशली अंडरलाइन कर तुमको बारंबार मुझे कहूँ ये विषय एग्जामिनर मान को वन ऑफ द मोस्ट फेवरेट विषय भारी इंपोर्टेंट ये विषय है गदे गदे क्वेश्चन अच्छी विषय रे सो से तुमको अवेयर रहा कहूँ अवेयर करुँ तुमको अवेयर जानी पार जागरूक करुँ तुमको चेतना करुँ सचेतन करुँ अंटार्कटिका महादेश सर्वदा हिमाच्छादित हो रही मनुष्य बासोपयोगी नुहे हाँ सर आम जाचु कहीं अंटार्कटिका पोल आड़े मेरु आड़े अवस्थित तो मेरु आड़े ग्रीष्म माने मेरु आड़े खरा सूर्य किरण एत पहुंची पारे ना बहुत कम पहुंचे तो से कौन हुए ना एटा भारी असुविधा हुए प्रत्येक महादेश केते गुड़िए देश विभक्त हाँ सर सत कथा भारत एशिया महादेश एक देश आम भारतीय विषय पढ़िया से भारत केते गुड़िए राज्य विभक्त आम ओडिशा
ଭାରତର ଏକ ରାଜ୍ୟ। ହଁ ସାର୍ ଜାଣିଛେ। ଏବେ ଆମେ ପଢିବା ଯେ ଏଇ ଭୂ ସମ୍ବଳର ପ୍ରକାର ଯେ ଆଖିର ଆମର ଏଇ ଯୋଉ ଭୂ ସମ୍ବଳଟା ଯୋଉ ଅଛି ଏଇ ଭୂ ସମ୍ବଳ କେତେ ପ୍ରକାରର ଠିକ ଅଛି। ସମୁଦ୍ର ପତନ ଠାରୁ ସ୍ଥଳଭାଗ ଆଡକୁ ଭୂମିର ଉଚ୍ଚତା କ୍ରମଶଃ ବୃଦ୍ଧି ପାଏ। ଠିକ ଅଛି। ଏଇଠି ତମେ ଦେଖିପାରୁଥିବ ଏଇଟା ଦେଖ ସମୁଦ୍ର ପତନ ହେଲା। ଏଇଟା ଦେଖ ସମୁଦ୍ର ପତନ ସମୁଦ୍ର ପତନରୁ ପୁଣି ଚାଲିଲେ ସ୍ଥଳଭୂମି ସ୍ଥଳଭୂମିର ମାଳଭୂମି ମାଳଭୂମିର ପାର୍ବତ୍ୟ ଭୂମି। ସିଷ୍ଟମ ଟା ହଉଛି ଏଇଭଳିଆ। ସେଇଥିପାଇଁ ମତେ କୁଆଡେ ନେଇଯାଉଛ। ଉଚ୍ଚତା ଦୃଷ୍ଟିରୁ ଭୂଭାଗକୁ ମଧ୍ୟ ତିନି ଭାଗରେ ବିଭକ୍ତ କରାଯାଇଛି। କଣ କଣ ସାରେ ଏଇ ଆସିଗଲା ଅଣ୍ଡରଲାଇନ। ଅଧିକ ଉଚ୍ଚତା ବିଶିଷ୍ଟ ପାହାଡ ପାର୍ବତ୍ୟ ଗୁଡିକୁ ପାର୍ବତ୍ୟ ଭୂମି ଅଳ୍ପ ଉଚ୍ଚ ନିଚ ହୋଇଥିବା ବିସ୍ତୀର୍ଣ୍ଣ ପଥୁରିଆ ଅଞ୍ଚଳକୁ ମାଳଭୂମି ଏବଂ ସମୁଦ୍ର ପତନରୁ ଅଳ୍ପ ଉଚ୍ଚରେ ଥିବା ପ୍ରାୟ ସମାନ ଉଚ୍ଚତା ବିଶିଷ୍ଟ ଅଞ୍ଚଳକୁ ସମତଳ ଭୂମି କୁହାଯାଏ। ଏଇଟା ପିଲା ସମତଳ ଭୂମି ଯୋଉଟା କି ସମୁଦ୍ର ପତନ ଠାରୁ ଜଷ୍ଟ ଟିକେ ଉଚ୍ଚାରେ ଅଛି। ତାପରେ ଆସୁଛି କଉଟା ନା ଯୋଉ ଗୁଡିକ ଅଳ୍ପ ଉଚ୍ଚ ନିଚ ହୋଇଥାଏ ହେଲା ମାନେ ଏମିତି ଏମିତି ହେଇଥାଏ ଠିକ ଅଛି। ଏମିତି ବି ହେଇନଥାଏ ଏମିତି ଏ ଜଷ୍ଟ ଉଚ୍ଚା ଖାଲ ହିଲ୍ କ୍ଲାଇମ୍ବ ଗେମ୍ କେତେ ଜଣ ଖେଳିଛ? ଯୋଉ ଗୋଟେ ପିଲାଟେ ନିର୍ଜୀବ ପିଲା ଭଳିଆ ଲାଗୁଥିବ ଗାଡିରେ ଯାଉଥିବ ହେଲା ହିଲ୍ କ୍ରାଇମ୍ ରେସିଂ ଏ ଗେମ୍ ଖେଳିଥିବ ୟାର ପ୍ରତ୍ୟେକ ପିଲା ଖେଳିଛନ୍ତି ଏ ଗେମ୍ ମୁଁ ବି ନିଜେ ଖେଳିଛି। ସେଇ ଗେମ୍ ଟା ଯୋଉ ଜାଗାରେ ହୁଏ ଯୋଉ ରାସ୍ତାରେ ହୁଏ ସେଇଟାକୁ ବି ପିଲା କୁହାଯାଏ ମାଳଭୂମି। ଯୋଉଟା କି ଉଚ୍ଚ ନିଚ ଖାଲ ଢିପ ଅବସ୍ଥାରେ ଥାଏ। ସିମିଲାରଲି ଅଧିକ ଉଚ୍ଚତା ବିଶିଷ୍ଟ ପାହାଡ ଓ ପର୍ବତ ଗୁଡିକ ପାର୍ବତ୍ୟ ଭୂମି କୁହାଯାଏ। ମାନେ ଅଧିକ ଉଚ୍ଚ ବିଶିଷ୍ଟ ଭୂମି ଯୋଉଗୁଡାକୁ କି ପାର୍ବତ୍ୟ ଭୂମି କୁହାଯାଏ ହେଲା ତ ଜାଣିପାରିଲ। ଯଦି ନ ଜାଣି ପାରୁଛ ତମକୁ ଏଇଠି ଇମେଜ ଦିଆ ହେଇଛି। ତାପରେ ହିମାଳୟ ୟୁରୋପର ଆଲପ୍ସ ଉତ୍ତର ଆମେରିକାର ରକି ଦକ୍ଷିଣ ଆମେରିକାର ଆଣ୍ଡିଜ ପର୍ବତମାଳରେ ପୃଥିବୀର ମୁଖ୍ୟ ପାର୍ବତ୍ୟ ଭୂମି ଗୁଡିକ ଅବସ୍ଥିତ। ସେହିପରି ଏସିଆର ତିବ୍ବତ ଗୋବି ୟୁରୋପର ସ୍କାଣ୍ଡନେଭିଆ ଉତ୍ତର ଆମେରିକାର କାନାଡିଆନ ସିଲ୍ଡ ଦକ୍ଷିଣ ଆମେରିକାର ବ୍ରାଜଲ ପାଟାଗୋନିଆ ଆଫ୍ରିକାର ଅଧିକାଂଶ ଅଞ୍ଚଳ ଓ ପଶ୍ଚିମ ଅଷ୍ଟ୍ରେଲିଆ ଭାରତର ଦକ୍ଷିଣାତ୍ୟ ମାଳଭୂମି ପୃଥିବୀର ମୁଖ୍ୟ ମାଳଭୂମି ରୂପେ ପରିଚିତ ହେଲା। ତାପରେ ଭାରତର ହିମାଳୟ ଆରାବଳୀ ବିନ୍ଧ୍ୟ ପୂର୍ବଘାଟ ଓ ପଶ୍ଚିମଘାଟ ପ୍ରଭୃତି ଉଚ୍ଚ ପଥୁରିଆ ଅଞ୍ଚଳ ଗୁଡିକ ପାର୍ବତ୍ୟ ଭୂମି ଅନ୍ତର୍ଗତ। ଜାଣିପାରିଲ ପିଲେ ଆଇଡିଆ ଲାଗିଲା ତମକୁ କିଛି ବେସିକ ଆଇଡିଆ ଲାଗିଲା। ତ ପିଲେ ମତେ ଗୋଟେ କଥା କୁହ ଏଇ ଯୋଉ ପାହାଡିଆ ଏରିଆ ଆମେ ଏଇଠି କଣ ଦେଖିଗଲେ ଟିକେ ଆଗରୁ ଯେ ପାହାଡିଆ ଏରିଆ ଟା ଏମିତି ଥିଲା ଆଗେ ଥିଲା ପାହାଡିଆ ଏରିଆ ତାପରେ ଆସିଲେ ଏଇ ଜାଗାଟା ଥିଲା ମାଳଭୂମି ଏଇ ଜାଗାଟା ଥିଲା ସମତଳ ଭୂମି ଆଉ ଏଇ ଜାଗାଟା ଥିଲା ସମୁଦ୍ର ହତ ତ ପିଲେ ଏଇ ଜାଗା ଟା ଦେଖ ଗୋଟେ ସ୍ଲୋପ ଗୋଟେ ତିଆରି କରୁଛି ମାନେ ଗୋଟେ ଗଡାଣିଆ ଭଳିଆ ଏଇଟା ହଉଛି ତ ଯେତେବେଳେ ଏଇଟା ଗଡାଣିଆ ଭଳିଆ ହଉଛି ତାହେଲେ ପିଲେ ମତେ ଗୋଟେ କଥା କଣ ପାଣି ଏଇଠି ରହିପାରିବ? ନା ସାରେ ପାଣି ସୁଧୁ ରହିପାରିବନି। ପାଣି ଏଇବାଟେ ଗଡିକି ପଳେଇବ ସମୁଦ୍ରକୁ ପଳେଇବ। ହଁ ତ ପିଲେ ସେଇ ଜିନିଷ ଟା କଣ ନା ପାହାଡ ପର୍ବତ ମାଳଭୂମିର ଉପରି ଭାଗରେ ଥିବା ମୃତ୍ତିକା ସ୍ତର ପତଳା ପଥୁରିଆ ଓ ସେଥିପାଇଁ ଏଥିର ଜଳ ଧାରଣ କ୍ଷମତାଟି ବହୁତ କମ ହୋଇଥାଏ ହେଲା। ପିଲେ ଜାଣିପାରିଲ। ତାପରେ
ପିଲେ ତେଣୁ ସେହି ସବୁ ଅଞ୍ଚଳରେ କୃଷି କାର୍ଯ୍ୟ ଲାଭଜନକ ନୁହେଁ କାହିଁକିନା କୃଷି ପାଇଁ ଯୋଉଟା ମୁଖ୍ୟ ଯୋଉଟା ଜିନିଷ ଦରକାର ସେଟା ପାଣି ନା ପାଣି ତ ଦରକାର ନା କୃଷି କାର୍ଯ୍ୟ ପାଇଁ ଆଉ ଇଏ ପାହାଡିଆ ଅଞ୍ଚଳ ତମେ ଚାଷ କରି ପାହାଡିଆ ଅଞ୍ଚଳଟା ନିଜେ ଗୋଟେ ପ୍ରକାର ମାନେ କଣ ଚଢାଉ ଟାଇପ ର ଠିକ ଅଛି ମାନେ ଏଟା ଗଡାଣିଆ ଭଳିଆ ଆଉ ତ ଗଡାଣିଆ ଜାଗାରେ ଯୋଉଠି ପାଣି ହିଁ ରହିବନି ତମେ ଚାଷ କରିବ କେମିତି କେତେ ପାଣି ଯୋଗେଇବ ତମେ ମୋ କଥା ବୁଝିପାରୁଛ ନା ହଁ ଏ ନୁହେଁ ଯେ ଏଠି କମ୍ପ୍ଲିଟଲି ଚାଷ ହୁଏନି ଚାଷ କୋଉଟା ହୁଏ ଯୋଉ ଗୁଡିକ କି ବଢିବା ପାଇଁ ବହୁତ କମ ପାଣି ଦରକାର ବହୁତ କମ ପାଣି ସେଇ ଜାଗାରେ ବେଶୀ ହୁଏ ଉଦାହରଣ ସାରେ କଣ ହେଇପାରିବ ଆସାମର ଯୋଉ ଚା ବଗିଚା ଆସାମ ଟା ଚା ପାଇଁ ପ୍ରସିଦ୍ଧ ନା ନାଇଁ ସେ ଆସାମ ଯଦି ବି ନ ଜାଣିଛ ଆଗକୁ ଜାଣିବ ସେ ଯୋଉ ଆସାମ ଯୋଉ ରାଜ୍ୟଟା ପିଲେ ସେ ଆସାମ ରାଜ୍ୟ ଟା କଣ ପାହାଡିଆ ଏରିଆ ଜାଣିଛ କଣ ଆସାମ ହଉଛି ପାହାଡିଆ ଏରିଆ ଆଉ ପାହାଡିଆ ଏରିଆ ସେଠି ବର୍ଷା ବି ବହୁତ ହୁଏ ତ ଏତେ ଯୋଉ ବର୍ଷା ହଉଛି ଯଦି ପାହାଡିଆ ଏରିଆ ଯଦି ସେ ପାହାଡ ଉପରେ ଯଦି ଚାଷ ଯଦି ଚା ଚାଷ ଯଦି ନ କରାଯାଏ ଅନ୍ୟ ଯଦି କୋଉଠି ଚାଷ କରାଗଲା ତାହେଲେ ସେ ଗଛ ପ୍ରତି ଭାରି ବିପଦ କାହିଁକି ନା ଚା ଗଛକୁ ଜଳ ଆବଶ୍ୟକତା ନଥାଏ ଚା ଗଛ ବହୁତ ହି କମ ଜଳ ଆବଶ୍ୟକ କରେ ଜାଣିଛ ତମ ବାଡି ପଟରେ ଚା ଗଛ ଲଗେଇ ତ ହବନି ସେମିତି ଚା ଗଛ ବହୁତ କମ ଜଳ ଆବଶ୍ୟକ କରେ ତାକୁ ଯେତେ କମ ଜଳ ଦେଇପାରେ ସେ ବଢିଆ ବଢିବ ଆଉ ତାକୁ ବେଶୀ ଖରା ବି ଦରକାର ନଥାଏ ଆଉ ଯେହେତୁ ଆସାମ ଗୋଟେ ଆସାମରେ ଯେହେତୁ ବର୍ଷା ଅଧିକ ହୁଏ ତାମାନେ କଣ ବାୟୁମଣ୍ଡଳ ହେଇକି ଆଦ୍ର ଥାଏ ଆଉ ପାହାଡିଆ ଏରିଆରେ ଥାଏ ପାଣି ବି ତା ଭିତରେ ବେଶ ସମୟ ରୁହେନି ଏଇ ତିନିଟି କଣ୍ଡିସନ ଯୋଗୁ ଆସାମରେ ଚା ଚାଷ ସବୁଠୁ ଉତ୍କୃଷ୍ଟ ହୁଏ ଜାଣିଛ ବିଭିନ୍ନ ନଦୀ ଉପତ୍ୟକା ତ୍ରିକୋଣ ଭୂମି ଅଞ୍ଚଳ ଏବଂ ସମୁଦ୍ର ଉପକୂଳର ସମୁଦ୍ର ଭୂମି ମାନ ଦେଖାଯାଏ ପୃଥିବୀର ମୁଖ୍ୟ ସମତଳ ଭୂମି ଗୁଡିକ ମଧ୍ୟରେ ଏସିଆର ସାଇବେରିଆ ଉତ୍ତର ଆମେରିକାର କେନ୍ଦ୍ରୀୟ ସମତଳ ଭୂମି ଦକ୍ଷିଣ ଆମେରିକାର ଆମାଜନ ପାରାନ ପାରାଗୁଏ ଅବବାହିକା ଆଫ୍ରିକାର ନୀଳ ନଦୀ ଓ କଙ୍ଗୋ ନଦୀ ଅବବାହିକା ଉଲ୍ଲେଖ ଯୋଗ୍ୟ ପିଲା ବେଳେ ଯେତେବେଳେ ଏଇ ବିଷୟଟି ଯେତେବେଳେ ଫାଷ୍ଟ ଟାଇମ ଯେତେବେଳେ ମୁଁ ଜୀବନ କାଳରେ ପଢିଥିଲି ନା ଏବେ ତ ତମକୁ ମୁଁ ପଢଉଛି ସେତେବେଳେ ଯେତେବେଳେ ମୁଁ ତମକୁ ପଢଉଥିଲି ନା ସରି ଯେତେବେଳେ ମୁଁ ନିଜେ ପଢୁଥିଲି ମୁଁ ପିଲା ବେଳ ମୁଁ ପଢେନି ଏତେ ହେଲା କଣ ପାଠ କଣ ଇଏ ସେତେବେଳେ କଣ ଭାରି ବିରକ୍ତିଆ ଲାଗେ ସକାଳୁ ସକାଳୁ ହଲିକ୍ସ ଟିକେ ଖାଇଦେଇ ନା କମ୍ପ୍ଲେନ ଟିକେ ଖାଇଦେଇ ମା ଯୋଉ ଧରିକି ବସିଯିବେ ଓହ କୁହନ୍ତୁନି କୁହନ୍ତୁନି ପିଳେ କୁହ ନା ସେ ଯୋଉ ଜଞ୍ଜାଳମୟ ଯୋଉ ବିଷୟ ସେ ଜଞ୍ଜାଳମୟ ଯୋଉ ଜୀବନ ତମେ ପିଲେ କୁହନି ପରୀକ୍ଷାରେ ବି ସେଇଥିପାଇଁ ମୋ ମାର୍କସ ପିଲେ ବହୁତ କମ ଆଇଲା ତ ସେଇଥିପାଇଁ ସ୍କୁଲ ବାଲାଙ୍କର ନିର୍ଧୁମ କମ୍ପ୍ଲେନ ଆଇଲା ଆପଣ ପିଲାଟି ପଢୁନାହିଁ ଆଉ ଏଇ ସୁନ୍ଦର ପ୍ରଶଂସା ମୋ ନାଁ ଶୁଣିଲା ପରେ ମୋ ମାତାଶ୍ରୀ କଣ କଲେ ନା ପଢେଇବା ମାକ୍ସିମମ୍ ଟୁ ମାକ୍ସିମମ୍ ତମକୁ ଏବେ ମୁଁ ଯେତିକି ବିଷୟ ପଢଉଛି ମୋ ମା ମତେ ସେତିକି ବିଷୟ ସବୁ ପଢେଇଛନ୍ତି ହେଲା ମୁଁ ତମକୁ କଣ କଣ ପଢଉଛି ସାହିତ୍ୟ ପଢଉଛି ଇଂରାଜୀ ପଢଉଛି ବିଜ୍ଞାନ ମୋ ମା ପଢାନ୍ତିନି ମୁଁ ତମକୁ ସେଇଟା ଏକ୍ସଟ୍ରା ପଢଉଛି ଆଉ ଇତିହାସ ଭୂଗୋଳ ପଢଉଛି ଆଉ ତମର ରାଜନୀତି ବିଜ୍ଞାନ ଟା ଆରମ୍ଭ ହେଇନି ଆରମ୍ଭ କରିଦବା ସେଟା ଇଂରାଜୀ ହିନ୍ଦୀ ଏଗୁଡା ସବୁ ମୋ ମା ପଢାନ୍ତି ହିନ୍ଦୀର ପୁଣି ଗ୍ରାମାର ଇଂରାଜୀର ବି ଗ୍ରାମାର ଇନକ୍ଲୁଡେଡ ଆଉ ଓଡିଆର ବି ବିଷୟ ପ୍ଲସ ଗ୍ରାମାର ଏଗୁଡା ବି ଇନକ୍ଲୁଡେଡ ଠିକ ଅଛି ମୋ ମା ଏଇଗୁଡାକୁ ସବୁ ପଢାନ୍ତି ମତେ ତମେ ଭାବିପାରୁଛ ତ ଆଉ ଆଉ ମୋ ମା ର ପଢିଆ ଷ୍ଟାଇଲ ଟା ଥିଲା ଏଇଭଳିଆ ଧର ଯୋଉ ଫାଷ୍ଟ ଦିନ ଆଜି ବିଷୟଟି ଆରମ୍ଭ କରାହେଲା ବେଶୀ ପଢା ହବନି ଅଳ୍ପ ପଢା ହବ କିନ୍ତୁ ଯେତିକି ପଢା ହବ ତ ମଥାରେ ଯେମିତି 12 ଇଞ୍ଚ ସ୍କ୍ରୁ ଗୋଟେ ପିଟା ହବ ସେଥିର ଦ୍ୟାଟ ମିନ୍ସ ଆଜି ଧର ମୁଁ ତମକୁ ଏଇଗୁଡା ଯୋଉ ଅଣ୍ଡରଲାଇନ କରିଛି ସପୋଜ ଲେଟ ଇଟ ବି ତମର ସମତଳ ଭୂମି ଗୁଡିକ କୋଉ କୋଉ ଗୁଡାକ କୋଉ କୋଉ ଦେଶରେ ବା କୋଉ କୋଉ ଜାଗାରେ କୋଉ କୋଉ ସମତଳ ଭୂମି ଅଛି ସବୁଠାରୁ ଉତ୍କୃଷ୍ଟ ଏଇଠି ଦେଖ ତମକୁ ରେଡ ଲାଇନ କରି ମୁଁ ତମକୁ ବହୁତ ଗୁଡିକ ଅଣ୍ଡରଲାଇନ କରେଇ ଦେଇଛି ହଁ ତ ମୁଁ ତମ ପିଲା ବହୁତ କିଛି ଅଣ୍ଡରଲାଇନ କରିଦେଇଛି ବର୍ତ୍ତମାନ ମୋ ମାଙ୍କ ଅନୁସାରେ କଣ ହବ ତା ପରଦିନ ମାନେ ଆସନ୍ତା କାଲି ତମର ଯୋଉଟା ମୁଁ କହ ନର୍ମାଲି କ୍ଲାସେସ୍ ଆରମ୍ଭ କରେ ଯୋଉଠୁ ସରିଥାଏ ତା ପରଠୁ ଆରମ୍ଭ ହୁଏ ନେକ୍ସଟ ଡେ ଯେହେତୁ ଏଟା ଅନଲାଇନ ତମକୁ ଏତେ ବି ଇଏ କରିହବନି କାହିଁକିନା ତମେ ଏଇଠି ମୋ ଭିଡିଓ ଦେଖୁଛ ପୁଣି ଯାଇକି ତମେ ଏଠି କଣ କରୁଛ ଆଇ ଡୋଣ୍ଟ ନୋ
ଏଠି ଖାଲି ମୋ ବ୍ୟାକଗ୍ରାଉଣ୍ଡରେ ଖାଲି ମୋ ଭିଡିଓ ରନ୍ ହଉଥିବ, ତେଣିକି ସେଠି ତମେ କଣ କରୁଛ ମୁଁ ଜାଣିନାହିଁ। ସୋ ସେଇଥିପାଇଁ କଣ ହୁଏ, ଅଫଲାଇନ ମା ମୋ ସାମ୍ନାରେ ଅଛି, ମା କଣ କରେ ନା ଏଇଗୁଡିକ ସବୁ ବିଟ୍ ବାଇ ବିଟ୍ ପଚାରେ। ତାହେଲେ ସମତଳ ଭୂମି ମାନ କୋଉଠି କୋଉଠି ଦେଖାଯାଏ ମତେ କହିବାର ଅଛି। ସମତଳ ଭୂମି ମାନ ଏଇ ଜାଗାରେ ଦେଖାଯାଏ। ଆଉ ଯଦି ନ କହି ପାଇଲୁ, ଗୋଟେ ଧରମ କାଳ ମୋ ପାଇଁ ରେଡି ଥିବ ହେଲା। ମୋ ପାଇଁ ପିଲା ଗୋଟେ ଧରମ କିଳା ରେଡି ଥିବ ହେଲା। ଆଉ ସେ ଧରମ କିଳା ଯେ ଖାଇଛି ସ୍ୱାଦ ଭଲ ଭାବରେ ପାଇଛି। ତମେ ମାନେ ଖାଇଥିବ ନ ଖାଇଥିବ ଆଇ ଡୋଣ୍ଟ ନୋ। ମୋର ପଛବାଟ ଅବସ୍ଥାରେ ନଥିଲା ହେଲା। ଏଇଗୁଡା ତମର ଯେତିକି ସବୁ ରେଡ ଲାଇନ ମାର୍କିଂ ହେଇଗଲା, ଏଇଗୁଡା ସବୁ ମୋ ମାତାଶ୍ରୀ ମତେ ପଚାରନ୍ତି। ଭାରତର ଗାଙ୍ଗେୟ ଓ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଏବଂ ଓଡିଶାର ମହାନଦୀ ଅବବାହିକା ବଙ୍ଗୋପସାଗରର ଉପକୂଳ ଅଞ୍ଚଳ ସମତଳ ଭୂମି ରୂପେ ପରିଚିତ। ସମତଳ ଭୂମି ଗୁଡିକର ମୃତ୍ତିକାର ସ୍ତର ବହଳ ଓ ଜଳ ଧାରଣ କ୍ଷମତା ଅଧିକ। ସେଇଥିପାଇଁ ତ ସାରେ ସମତଳ ଭୂମିରେ ଚାଷ କାର୍ଯ୍ୟ ବଢିଆ ହୁଏ। କାହିଁକି ରେ ସାରେ, ନା ଏଇଥିପାଇଁ ହୁଏ ହେଲା। ଏବେ ଆସୁଛି ଭୂମିକୁ କିଏ କୋଉ ଭଳିଆ ବ୍ୟବହାର କରୁଛି। ଆମେ ଏବେ କଣ ପାର୍ବତ୍ୟ ଭୂମି କଣ, ସମତଳ ଭୂମି କଣ, ମାଳଭୂମି କଣ, ଏସବୁ ଉପରେ ଆମେ ଧାରଣା ପାଇଗଲେ। ଏବେ ଆମେ ଜାଣିବା ଯେ କୋଉ କୋଉ ଜାଗାରେ କୋଉ ଭଳିଆ ଚାଷ ହୁଏ। ସମୁଦ୍ରରେ କି ଚାଷ ହୁଏନି, ସମୁଦ୍ରରେ ଖାଲି ମାଛ ଚାଷ ହୁଏ। ଉଦ୍ଭିଦ ଚାଷ କିଛି ହୁଏନି। ଉଦ୍ଭିଦ ଚାଷ ସମୁଦ୍ର ପତନ ଠାରୁ ଏଉଠୁ ଆରମ୍ଭ ହୁଏ ଅପ୍ଟୁ ଏତେ ପର୍ଯ୍ୟନ୍ତ ହେଲା। ଏଉଠୁ ଚାଷ କାର୍ଯ୍ୟ ଚଳେ, ତା ପୂର୍ବରୁ କୋଉଠି ବି ଚଳେନି। ଏବେ ଆମେ ଦେଖିବା ଭୂମିକୁ କିଏ କୋଉ ଭଳି ହିସାବରେ ବ୍ୟବହାର କରୁଛି। ଠିକ ଅଛି। ମନୁଷ୍ୟ ତାର ଜୀବନ ଜୀବିକା ପାଇଁ ଭୂ ସମ୍ବଳକୁ ବିଭିନ୍ନ ଭାବରେ ବ୍ୟବହାର କରୁଛି। ସାର୍ ତାହେଲେ କଣ କଣ ସେ କଣ କଣ ପାଇଁ ସେ ବ୍ୟବହାର କରୁଛି, ନା ଗୋଟେ ଦେଖ ପିଲା ଏଠି ଆସୁଛି ବସତି ସ୍ଥାପନ, କୃଷି କାର୍ଯ୍ୟ, ପଶୁପାଳନ, ଗମନାଗମନ ପଥ ନିର୍ମାଣ, ବନୀକରଣ, ଖଣିଜ ଉତ୍ତୋଳନ, କାରଖାନା ଓ ବାଣିଜ୍ୟ କେନ୍ଦ୍ର ସ୍ଥାପନ ଆଦି କାର୍ଯ୍ୟରେ ଭୂମି ବ୍ୟବହାର କରାଯାଇଥାଏ। ସେଥିପାଇଁ ଏହାକୁ ଭୂ ବ୍ୟବହାର କୁହାଯାଏ। କୌଣସି ଅଞ୍ଚଳ ଭୂମିକୁ କେଉଁ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ, ସେଇ କାର୍ଯ୍ୟ କେଉଁ ଉପାୟରେ କରାଯାଇ ପାରିବ, ତାହା ସେହି ଅଞ୍ଚଳର ଦୁଇ ପ୍ରକାର ଅବସ୍ଥା ଉପରେ ନିର୍ଭର କରିଥାଏ। ତାହେଲେ ସାର୍ ସେଗୁଡାକ କଣ କଣ, ନା ଦେଖ ସେଇଗୁଡିକ ହଉଛି ତମର ଗୋଟେ ପ୍ରାକୃତିକ ଅବସ୍ଥା, ଆଉ ଗୋଟେ ଆସୁଛି ମାନବୀୟ ଅବସ୍ଥା। ପ୍ରାକୃତିକ ଅବସ୍ଥା ଗୁଡିକ ଯଦି ତମେ ତା କଥା ଯଦି କହିବ, ସେଗୁଡିକ ମଧ୍ୟରେ ସେହି ଅଞ୍ଚଳର ଭୂ ପ୍ରକୃତି, ମୃତ୍ତିକା, ଜଳବାୟୁ, ଖଣିଜ ଏବଂ ଜଳର ସୁଲଭତା ଆଦି ପ୍ରଧାନ। ସେହିପରି ମାନବୀୟ ଅବସ୍ଥା ଗୁଡିକ ମଧ୍ୟରେ ସେ ଅଞ୍ଚଳର ଜନସଂଖ୍ୟା, ଶିକ୍ଷା, ବୈଷୟିକ ଜ୍ଞାନ ଓ ପ୍ରୟୋଗାତ୍ମକ କୌଶଳ ମୁଖ୍ୟ ଅଟେ। ଏଇ ସବୁ ଅବସ୍ଥା ପୃଥିବୀର ସବୁ ଅଞ୍ଚଳରେ ସମାନ ନୁହେଁ। ହଁ ସାର୍ ଏଇଟା ସତ କଥା। କାହିଁକିନା ପୃଥିବୀର ସବୁ ମୃତ୍ତିକା ଯୋଉ ଯେତେବେଳେ ସମାନ ହେଇପାରୁନି, ତାହେଲେ ଏଗୁଡା କେମିତି ସବୁଆଡେ ସମାନ ହବ। କୋଉଠି ମାଟି କମ ଅଛି, ସମତଳ ଭୂମି ଏରିଆ ମାଟି କମ ଅଛି, ଅଳ୍ପ ଖୋଳିଲେ ହେଇଯାଉଛି। ପାହାଡିଆ ଏରିଆରେ ଉଚ୍ଚା ମାଟି ଖୋଳିବା କେମିତି, ବୁଝିପାରୁଛ କି ନାଇଁ। ତେଣୁ ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାବରେ ଭୂମିକୁ ବ୍ୟବହାର କରାଯାଇଥାଏ। ତମେ ପିଲେ କଣ ଜାଣିଛ କି, ପିଏସଏମ ର ପିଲାମାନେ ତମେ ଏତେ କହୁଛ, ତମେ ମାନେ କଣ ଜାଣିଛ ପୃଥିବୀରେ ମୋଟ ସ୍ଥଳ ଭାଗର ଶତକଡ଼ା 30% ଭୂମିରେ ମୋଟ ଜନସଂଖ୍ୟାର 90% ଲୋକ ବାସ କରନ୍ତି। ହଁ ହଁ ସରକାର ହବ ଆମେ ଜାଣିଛେ। ଆମେ ପିଏସଏମ ର ପିଲା ଗୁଡାକ ସାର୍ ଆମକୁ ଏଇଟା କେ ଅମଳରୁ କହିସାରିଲେଣି, ବାରମ୍ବାର କହିକି ଆସୁଛନ୍ତି। ଆମେ ଏଗୁଡା ଶୁଣି ଶୁଣିକି ମନ ରଖିଦେଇଛେ। ସେଗୁଡିକ ପୃଥିବୀର ଜନବହୁଳ ଅଞ୍ଚଳ। ଅବଶିଷ୍ଟ 70% ଭୂମିରେ ଶତକଡା ମାତ୍ର 10% ଲୋକ ବାସ କରୁଥିବାରୁ ସେଗୁଡିକୁ ପୃଥିବୀର ଜନ ବିରଳ ଅଞ୍ଚଳ। ଜନ ବିରଳ ଅଞ୍ଚଳ ତାହେଲେ କୋଉଟା ହେଇପାରିବ, ଯଦି ଏଠି ଦେଖିଥିବ ସମୁଦ୍ର ଭିତରେ ଡୋରେମନ କାର୍ଟୁନ ଦେଖିଥିବ, ସମୁଦ୍ର ଭିତରେ ଯୋଉ ଟାପୁ ଗୁଡିକ ଆସେ, ଯୋଉ ମାଉଣ୍ଟେନ୍ସ ଗୁଡିକ ଆସେ, ସେଗୁଡିକ ପିଲେ ଜନ ବିରଳ ଅଞ୍ଚଳ। ସେଗୁଡା ବି ସେ ସ୍ଥଳ ଭୂମିରେ ଯାଉଛି ନା। ସେଠି କଣ ତମେ ଚାଲି ପାରୁଛ ନା, ପାଦ ରଖିପାରୁଛ, ଗୋଟେ ଭୂମି ଉପରେ ତମେ ପାଦ ରଖିପାରୁଛ। ସେଇଥିପାଇଁ ସେଗୁଡିକ କଣ ହୁଏ ନା କାମରେ ଆସେ।
এইଠି ଦେଖ ତମକୁ ତମର ମୁଣ୍ଡରେ ଆହୁରି ଯଦି ଟେନସନ କମ ରହିଥାଏ ସରକାର ତମର ଟେନସନ ବଢେଇବା ପାଇଁ କଣ କରୁଛନ୍ତି ନା କୋଉ ଦେଶରେ ଠିକ ଅଛି କୋଉ ଦେଶରେ ଏଗୁଡା ସବୁ ସପ୍ତ ଦେଶ ଭିତରେ ହେଲା ତ କୋଉ ଦେଶରେ କୃଷି ଭୂମି କେତେ ଅଛି ମାନେ କୋଉଠି ଚାଷ ବେଶୀ ହୁଏ କୋଉଠି ସୁଦୂର କିଛି ହୁଏନି ଖାଲି ଗୁରୁ ଗାଈ ମାନଙ୍କୁ ଛାଡିଦିଆ ସେମାନେ ଚରନ୍ତି ମାନେ ଚାରଣ ଭୂମି କୋଉଠି ଜଙ୍ଗଲ ଅଛି ବା ଅନ୍ୟାନ୍ୟ ଖାଲି ସ୍ଥାନ ଗୁଡିକ ଅଛି କୋଉ ଦେଶରେ କେତେ ଅଛି ଅଷ୍ଟ୍ରେଲିଆରେ ଆସୁଛି ଏତିକି ହେଲା ଅଷ୍ଟ୍ରେଲିଆରେ ଚାଷ ହଉଛି ଚାଷ ଯେତିକି କରାହଉଛି ଜମିରେ ସେଟା 6 ଭାଗ ହେଲା ଚାରଣ ଭୂମି ମାନେ ଫାଙ୍କା ପଡୁଛି କେତେ ଜାଗା 56 ଭାଗ ଜଙ୍ଗଲ କେତେ ଏରିଆରେ ଅଛି 14% ଜଙ୍ଗଲ ଅଛି ଆଉ ଅନ୍ୟାନ୍ୟ ଫାଲତୁ ଜିନିଷ ଗୁଡିକ ସେଗୁଡା ସବୁ ଅଛି 24 ହେଲା ଏଇଠି ପିଲେ ମ୍ୟାଥମେଟିକ୍ସ ର ଯଦି ବେସିକ ତମକୁ ନଲେଜ ଥିବ ତାହେଲେ ବି ତମମାନେ ପିଲେ ଜାଣିପାରିବ ଏଠି ସବୁ ରୋ ହେଲା ଏଇଠି ଯେତିକି ତମେ ରୋ ଦେଖିପାରୁଥିବ ପିଲେ ଠିକ ଅଛି ଏଇଠି ପିଲେ ତମମାନେ ଯେତିକି ବି ରୋ ଦେଖୁଛ ହେଲା ଏଇଭଳିଆ ତମେ ପିଲେ ଯେତିକି ବି ତମେ ରୋ ଦେଖୁଛ ବା ଏଇ ଯୋଉ ଟେବୁଲ ଟା ତମେ ଯେତିକି ବି ଦେଖୁଛ ଠିକ ଅଛି ପିଲେ ଏଇ ଟେବୁଲରେ ଗୋଟେ କଥା ମୁଁ ତମକୁ କହି ରଖୁଛି ଯେ ପିଲେ ଏଇ ଟେବୁଲରେ କଣ ହୁଏ ନା ପ୍ରত্যେକଟା ରୋ ମାନେ ପ୍ରত্যେକଟି ଧାଡି ଏଇ ଯୋଉ ଉପରେ ସେକେଣ୍ଡ ବିଟ୍ ଥାର୍ଡ ବିଟ୍ ମାନେ ଅଷ୍ଟ୍ରେଲିଆ ଗୋଟେ ଧାଡି ବ୍ରାଜିଲ ଗୋଟେ ଧାଡି କାନାଡା ଗୋଟେ ଧାଡି ଚୀନ ଗୋଟେ ଧାଡି ଫ୍ରାନ୍ସ ଗୋଟେ ଧାଡି ଭାରତ ଗୋଟେ ଧାଡି ଏ ସବୁ ଧାଡି ଗୁଡିକ 100 ଭାଗରେ ହିସାବ କରାଯାଇଛି କାହାରି କାହା ସହିତ ସମ୍ପର୍କ ରଖାଏନି ଟୋଟାଲ ରୁ କେତେ ଗୁଡିକ ଅଛି ସେଗୁଡା ସବୁ ହିସାବ ଲଗା ହେଇଛି ଆଉ ଫର ୟୋର କାଇଣ୍ଡ ଇନଫର୍ମେସନ ଯଦି ତମେ ଆମ ଭାରତ କଥା ତମେ ଯଦି ଟିକେ ଭାବିବ ଭାରତରେ ଆମ ଲୋକ ଗୁଡିକ ଏତେ ଖଟଣୀ ମାନେ ଏତେ ତାଙ୍କୁ ଖଟିବାର ଇଚ୍ଛା ଦେଖ କୌଣସି ଜାଗା ଗୋଟେ ଫାଙ୍କା ଛାଡୁନାହାନ୍ତି ଆଉ ଯଦି ଫାଙ୍କା ଛାଡୁଛନ୍ତି 4 ଭାଗ ଜମି ସେମାନେ ଫାଙ୍କା ଛାଡୁଛନ୍ତି ଆମର ଜଙ୍ଗଲ ପ୍ରବଳ ଅଛି ଭାରତରେ ଆଉ ସବୁଠାରୁ ଅଧିକା କୃଷି ହଉଛି ଆମ ଭାରତରେ କାହିଁକି ନା ଆମ ଭାରତ ଗୋଟେ କୃଷି ପ୍ରଧାନ ଦେଶ ଠିକ ଅଛି ଭାରତ ମାତା କି ଜୟ ଆମ ଭାରତ ଗୋଟେ କୃଷି ପ୍ରଧାନ ଦେଶ ସେଇଥିପାଇଁ ଭାରତରେ କୃଷି ଭୂମି ଦେଖ ଏଇ ଲିଷ୍ଟରେ ସବୁଠୁ ଅଧିକା ଅଛି ମୁଁ ତମକୁ କାହିଁ କହିଲି ପ୍ରତ୍ୟେକ ଧାଡି 100ରୁ ହିସାବ କରାହଉଛି କାହିଁକି ଦେଖ ଏଇଠି ସଭା ରାଷ୍ଟ୍ର ଦେଖ ଗୋଟେ ରେଜଲ୍ଟ ଗୋଟେ କରାଯାଇଛି ପୃଥିବୀର କୃଷି ଭୂମି ଟୋଟାଲ କେତେ ଅଛି ଚାରଣ ଭୂମି କେତେ ଅଛି ବନଭୂମି କେତେ ଅଛି ଅନ୍ୟାନ୍ୟ କେତେ ଅଛି ଏଇଟା ପିଲେ ଯେତେବେଳେ ମୋ ମା ମତେ ପଢୁଥିଲେ ମୁଁ ସେତେବେଳେ ତାଙ୍କୁ ଏଇ କୋଶ୍ଚେନ ଟା ପଚାରିଥିଲି କିନ୍ତୁ ମୋ ମା ଏଇ କୋଶ୍ଚେନ ର ଆନ୍ସର ଦେଇପାରି ନଥିଲେ କାହିଁକି ଦେଇପାରିନଥିଲେ ଦେଖ ମୁଁ କୋଶ୍ଚେନ କଣ ପଚାରିଥିଲି ମୁଁ କୋଶ୍ଚେନ ପିଲେ ଏଇଆ ପଚାରିଥିଲି ଯେ ଏଇଠି ବି ତମମାନେ ପିଲେ ଦେଖିପାରୁଥିବ ଭାରତରେ କୃଷି ଭୂମି କେତେ 57 ଭାଗ ଏଇଠି ସବୁ କଣ ହିସାବ କରିଦେଲା ପୃଥିବୀର କଣ କେବଳ 11 ଆସୁଛି ୟା ପଛର ରହସ୍ୟ କଣ ମାନେ ଏଠି ସବୁ କିଛି ଟୋଟାଲ କରିଦେଲା ପରେ ବି ପୃଥିବୀରେ ଏତେ କମ କେମିତି ହଉଛି ଏଠି ସବୁ ଏତେ କମ କାହିଁକି ଅଛି ଦେଖ ପିଲେ ଏଠି ସବୁ କମ ଏଇଥିପାଇଁ ଅଛି ଏଗୁଡିକ କଣ ସବୁ ଦେଶ ୱାଇଜ ନିଆଯାଇଛି ଯେ ନିଜ ନିଜ ଦେଶରେ ସେମାନେ କେତେ କଣ ଚାଷ କରୁଛନ୍ତି ବା କେତେ ଚାରଣ ଭୂମି ବା କେତେ ଫାଙ୍କା ଛାଡି ଦେଇଛନ୍ତି ଆଉ କେତେ ଜଙ୍ଗଲ ଅଛି ଆଉ ଅନ୍ୟାନ୍ୟ କେତେ ଅଛି କିନ୍ତୁ ଯଦି ପୃଥିବୀରେ ଦେଖାଯାଏ ନା ପୃଥିବୀଟା ଟୋଟାଲି ଓଭରଅଲ ଲୁକ୍ କରାହେଇଛି ତାମାନେ କୋଉଟା ବେଶୀ ମାନେ ପପୁଲାରିଟି କୋଉଟାର ଅଧିକା କୋଉ ମାନେ ଏମାନେ କଣ ଅଷ୍ଟ୍ରେଲିଆର ସବୁ ବିଟ୍ ବାଇ ବିଟ୍ ଚାଷ ଭୂମି ଗୁଡିକ ଷ୍ଟଡି କରାହେଇଛି ପୃଥିବୀରେ କିନ୍ତୁ ସେଟା କରାହେଇନି ପୃଥିବୀରେ ଜଷ୍ଟ ଓଭରଲୁକ୍ ଗୋଟେ କରାହେଇଛି ହେଲା ପୃଥିବୀରେ ଜଷ୍ଟ ଖାଲି ଗୋଟେ ଓଭରଲୁକ୍ ଟେ କରାହେଇଛି ବୁଝିପାରୁଛ ସେଇଥିପାଇଁ ଏଇଠି ଏମିତି ଲେଖା ହେଇଛି ତାପରେ ସାରଣୀକୁ ପଢିକି ତମେ ଫାଲତୁ ପ୍ରଶ୍ନର ଉତ୍ତର ଦିଅ ଆମେ ଦେଇପାରିବୁନି ଆମେ ଆଗକୁ ବଢିବା ଭାରତର ଭୂମିକୁ ମୁଖ୍ୟତଃ ଅରଣ୍ୟ ଭୂମି ଚାରଣ ବା ଗୋଚର ଭୂମି କୃଷି ଭୂମି ଜନବସତି କଳକାରଖାନା ରାସ୍ତାଘାଟ ଇତ୍ୟାଦି ଉଦ୍ଦେଶ୍ୟ ବ୍ୟବହାର କରାଯାଏ ହଁ ସାର୍ ଆମେ ଜାଣିଛେ
ଆମେ ଜାଣିଛେ ସାର୍ ଏଇ ଜାଗାରେ ବ୍ୟବହାର କରାଯାଉଛି। ଭାରତର ସମୁଦାୟ ଭୂମିର ଶତକଡ଼ା ପ୍ରାୟ 54% କୃଷି କାର୍ଯ୍ୟରେ ବ୍ୟବହାର କରାଯାଉଛି। ହଁ ସାର୍ ସତ କଥା। 19% ଜନବସତି ଓ ମାତ୍ର 4% ସ୍ଥାୟୀ ଚାରଣ ଓ ଗୋଚର ଭୂମି ରୂପେ ବ୍ୟବହୃତ କରାଯାଉଛି। ହଁ ସାର୍ ସତ କଥା ଏଇଟା ବି ଠିକ ଅଛି। ଭାରତୀୟ ଅରଣ୍ୟ ନୀତି ଅନୁସାରେ ପାରିସ୍ଥିତିକ ସନ୍ତୁଳନ ପାଇଁ ଦେଶର ସମୁଦାୟ ଆୟତନର ଶତକଡ଼ା 33% ଭୂମି ଅରଣ୍ୟ ପାଇଁ ଆବଶ୍ୟକ ହେଉଥିବା ସ୍ଥଳେ ଭାରତରେ ପ୍ରାୟ ଶତକଡ଼ା 22% ଭୂମି ଅରଣ୍ୟ ଦ୍ୱାରା ଆଚ୍ଛାଦିତ। ଜାଣିପାରିଲ ପିଲେ? ରହସ୍ୟ କଣ? ଏଗୁଡିକର ରହସ୍ୟ କଣ ପିଲେ ଜାଣିପାରୁଛ ତ? ଏଗୁଡିକ ରହସ୍ୟ ଥିଲା ଏଇଆ। ଏଇଟା ଭାରତ କଥା କୁହାଯାଇଛି ହେଲା। ଭାରତ କଥା କୁହାଯାଇଛି କାହିଁକିନା ଆମେ ଭାରତୀୟ ଲୋକ ନା, ଆମେ ଭାରତ ବିଷୟରେ ବେଶୀ ଜାଣିନୁ। ତେଣୁ ସେଥିପାଇଁ ଭାରତ କଥାଟା ବେଶୀ କୁହାଯାଇଛି। ଆଉ ଏଇ ଯୋଉ ଷ୍ଟଡିଟା କାହା ଅନୁସାରେ କରାଯାଇଛି? ନା ଏଇ ଷ୍ଟଡିଟି ଜାତୀୟ ଅରଣ୍ୟ ନୀତି ଅନୁସାରେ କରାଯାଇଛି। ହେଲା, ଏଇ ଷ୍ଟଡିଟି ଜାତୀୟ ଅରଣ୍ୟ ନୀତି ଅନୁସାରେ ହିଁ କରାଯାଇଛି। ବୁଝିପାରୁଛ? ତାପରେ ଓଡିଶାର ଶତକଡ଼ା ପ୍ରାୟ 47% ଭୂମି କୃଷି କାର୍ଯ୍ୟ, 16% ଭୂମି ଜନବସତି ଓ 5% ଚାରଣ ଆକାରରେ ନିଆ ତ ତାପରେ ଓଡିଶାର ଶତକଡ଼ା ପ୍ରାୟ 47% ଭୂମି କୃଷି କାର୍ଯ୍ୟ, 16% ଭୂମି ଜନବସତି ଓ 5% ଚାରଣ ଓ ଗୋଚର ଭୂମି ଏବଂ 32% ଭୂମି ଅରଣ୍ୟ ରୂପେ ବ୍ୟବହୃତ ହଉଛି। ପିଲେ ବାରମ୍ବାର କହୁଛି ଏ ବିଷୟ ଏକ୍ସାମିନର ମାନଙ୍କର ମୋଷ୍ଟ ଫେଭରେଟ ବିଷୟ। ତ ଦୟା କରିକି ଏ ବିଷୟ ଗୁଡିକର ପ୍ରତ୍ୟେକ ଲାଇନ ଯୋଉଟା କି ମୁଁ ରେଡ ମାର୍କିଂ କରୁଛି, ପ୍ରତ୍ୟେକ ଲାଇନ ବା ଯୋଉଟା ଯୋଉଟା ମୁଁ ମାର୍କିଂ କରୁଛି ସେଗୁଡା ସବୁ ବିଟ୍ ବାଇ ବିଟ୍ ପଢିବ ପିଲେ। ବହୁତ ବହୁତ ଇମ୍ପୋର୍ଟାଣ୍ଟ ଏଗୁଡାକ ହେଲା। କାରଣ ଏଥିର ସର୍ଟ କୋଶ୍ଚେନ ବି ପିଲା ତମେ ଦେଖିପାରୁଥିବ, ଏଠି ଗଦେ ଗଦେ ସର୍ଟ କୋଶ୍ଚେନ ଅଛି। ଆଜିକାଲି ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଭୂମିର ଚାହିଦା ମଧ୍ୟ ବଢି ଚାଲିଛି, କିନ୍ତୁ ମନୁଷ୍ୟ ବ୍ୟବହାର ଉପଯୋଗୀ ଭୂମିର ଆୟତନ ସୀମିତ ରହିଅଛି। ହେଲା, ଲୋକଙ୍କୁ ଜମି ଅଧିକା ଦରକାର, ଜମି ଥିଲେ ସିନା। ବୁଝିପାରୁଛ କି? ଆମ ମନରେ କଣ ଜମି ପାଇଁ କଣ ଆମକୁ ଜମି ଦରକାର, ଆମକୁ ଜମି ଦରକାର। ଜମି ଥିଲେ ତ ଦିଆଯିବ ନା। ମୋ କଥା ବୁଝିପାରୁଛ କି ନାଇଁ? ସେଇ ଜିନିଷ। 40, 49। ତ ପିଲେ ଏଇଠି କଣ ହଉଛି, କିନ୍ତୁ ମନୁଷ୍ୟ ବ୍ୟବହାର ଉପଯୋଗୀ ଜମି ସୀମିତ ଅଛି। ଆଜିର ଯୁଗରେ ମନୁଷ୍ୟର ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ଏପରି ଦ୍ରୁତ ଗତିରେ ବଢି ଚାଲିଛି ଯେ ତାହା ଭୂ ବ୍ୟବହାର ଢାଞ୍ଚାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ସହରାଞ୍ଚଳରେ ଲୋକମାନେ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ଜବରଦଖଲ କରି ନୂତନ ବସତି ସ୍ଥାପନ କରୁଛନ୍ତି। ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ଚାଷ ଜମିରେ ପରିଣତ କରିବାକୁ ପଛଉନାହାନ୍ତି। ନାଇଁ ଭାଇ ଆମକୁ ଚାଷ କରିବାର ଅଛି, ତମେ ନାମ ନଉନ, ତମେ ଅଲଗା କୋଉଠି ନେଇ ନାମ ନିଅ, ଆମର କିଛି ଯାଏ ଆସେ ନାହିଁ। ଚାଷ କରିବାର ଅଛି ଆମକୁ। ରାସ୍ତା ଘାଟ ଓ ଘର ବାଡି ପାଇଁ ଅଧିକରୁ ଅଧିକ ଭୂମି ବ୍ୟବହାର ହେଉଅଛି। ଏହି ମାନବୀୟ କାରଣ ଗୁଡିକ ବ୍ୟତୀତ ଭୂ ଅବକ୍ଷୟ ପାଇଁ ଭୂକ୍ଷୟ ଠିକ ଅଛି, ଭୂକ୍ଷୟ, ମୃତ୍ତିକା କ୍ଷୟ, ମରୁକରଣ ଓ ସୁନାମି ଭଳି ସାମୁଦ୍ରିକ ଢେଉ ପ୍ରଭୃତି କେତେକ ପ୍ରାକୃତିକ କାରଣ ମଧ୍ୟ ବାଧା ଦେଇ ଦେଖ ପ୍ରକୃତି ତମକୁ ଜିନିଷ ଦେଲା, କିନ୍ତୁ ତମେ ପ୍ରକୃତି ଜିନିଷକୁ ଛାଡିକି ମାନେ ଆହୁରି ବି ଜିନିଷ ଉପରେ ତମେ ହାତ ପୁରେଇବ ତ ପ୍ରକୃତି ତାର ରିଭେଞ୍ଜ ନବ। ଆଉ ପ୍ରକୃତି ଯେତେଥର ରିଭେଞ୍ଜ ନେଇଛି ପିଲେ, ମଣିଷ ସମାଜ 99% ଡେଷ୍ଟ୍ରୟ ହିଁ ହେଇଛି। ହେଲା, ପ୍ରକୃତି ସାଙ୍ଗରେ ପିଲା ମଜା କରନି। ପ୍ରକୃତି ତମକୁ ଯେତିକି ଦେଇଛି ସେତିକିରେ ଖୁସି ହବାକୁ ଟ୍ରାଏ କର। ପ୍ରକୃତି ସହିତ ମଜା କରନି। ପ୍ରକୃତି ସହିତ ମଜା କଣ, ଏଇ ଯୋଉ ହେଲା ତମର କର୍ଣ୍ଣାଟକରେ ଯୋଉ ଜଙ୍ଗଲ କାଟିଦେଲ ଜେସିବି ଫେସିବି ନେଇକି ଲକ୍ଷାଧିକ ଜୀବ ମାନଙ୍କର ତମେ ଘର ଉଡେଇଦେଲ। ଏଇ ଯୋଉ ଜଙ୍ଗଲ ଥିଲା, ଏଇ ଯୋଉ ଜଙ୍ଗଲ ଗୁଡିକ ଥିଲା, ଠିକ ଅଛି ପିଲେ,
ଏଇ ଯୋଉ ଜଙ୍ଗଲ ଗୁଡିକ ଥିଲା, ଏଇ ଜଙ୍ଗଲକୁ ଯୋଉ କାଟିଦେଲ, କାଟି ଦେଇକି ଯୋଉ ଲକ୍ଷ ଲକ୍ଷ ଜୀବ ମାନଙ୍କୁ ଯୋଉ ଘରୁ କାଢିଦେଲ, ତାଙ୍କ ଘରୁ କାଢିଦେଲ, ୟା ପ୍ରକୃତି ରିଭେଞ୍ଜ ନବ ନା ନବନି ମତେ କୁହ? ପ୍ରକୃତି ତ ରିଭେଞ୍ଜ ନଉଛି, ଆହୁରି ନବ, ଏଇଟା କିଛି ହେଇନି, ଆହୁରି ନବ। ତାପରେ ଏବେ ଆସୁଛି ଭୂ ସମ୍ବଳର ସଂରକ୍ଷଣ। ଯେ ଏତେ ଯୋଉ ଭୂମି ଗୁଡିକ ଯୋଉ ନଷ୍ଟ ହେଇଯାଉଛି ଏଥିପାଇଁ, ତାହେଲେ ଆମେ ଯେହେତୁ ଆମେ ମାନେ ସବୁଠୁ ଅପଦାର୍ଥ ମଣିଷ ସମାଜ, ଆମେ କଣ କରିପାରିବା ଯାହା ଫଳରେ କି ଆମେ ଭୂମିକୁ ସଂରକ୍ଷଣ କରିପାରିବା, ସେଇ ବିଷୟରେ ସରକାର ତମକୁ କହିଛନ୍ତି। ତାହେଲେ କଣ କହିଛନ୍ତି? ସଭ୍ୟତାର ବିକାଶ ସହିତ ଭୂ ସମ୍ବଳର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି। ହଁ ସାର ସତ କଥା। ଫଳରେ ବ୍ୟବହାର ଉପଯୋଗୀ ଭୂମିର ଆୟତନ ଅଧିକରୁ ଅଧିକ ହେବା ବୃଦ୍ଧି ଅଧିକ ବୃଦ୍ଧି ହେବା ଆବଶ୍ୟକ ହେଉଅଛି। ହଁ ସାର ସତ କଥା। ମାତ୍ର ଭୂମିର ଅବକ୍ଷୟ ଫଳରେ ଭୂ ସମ୍ବଳର ଆୟତନ ଦିନକୁ ଦିନ କମିବାରେ ଲାଗିଛି। ସେଥିପାଇଁ ଭୂମିକୁ ଅବକ୍ଷୟରୁ ରକ୍ଷା କରାଯିବା ଏକାନ୍ତ ଆବଶ୍ୟକ ହୋଇପଡିଛି। ଭୂମିକୁ ଅବକ୍ଷୟରୁ ରକ୍ଷା କରିବା ପାଇଁ ନିମ୍ନଲିଖିତ ସତର୍କତା ମୂଳକ ପଦକ୍ଷେପ ଗୁଡିକ ନିଆଯିବା ଆବଶ୍ୟକ। କଣ କଣ ସାର ସେ ପଦକ୍ଷେପ ତାହେଲେ? ପାର୍ବତ୍ୟ ଭୂମିର ତୀଖ ଗଡାଣି ଅଞ୍ଚଳରେ ଶକ୍ତ କାଠର ବୃକ୍ଷରୋପଣ କିମ୍ବା ପଥରରେ କାନ୍ଥ ନିର୍ମାଣ କରାଗଲେ ଭୂମି ଧସିବା ହ୍ରାସ ପାଇବ। ଆରେ ବା, ଏଟା ତ ବଢିଆ କଥା ଗୋଟେ ଲେଖା ହେଇଛି। ଗଡାଣି ଅଞ୍ଚଳ ସୁରକ୍ଷିତ ରହିବ। ପର୍ବତ ଗଡାଣି ଗୁଡିକର ଭୂସ୍ଖଳନ ଘଟିବାର ପ୍ରଧାନ କାରଣ ହେଉଛି ବୃଷ୍ଟି ଜଳ। ଭୂସ୍ଖଳନ ପିଲେ କଣ ଜାଣିଛ ନା? ମାଟି ତଳେ ଖସି ଆସିବ। ବୃଷ୍ଟି ଜଳକୁ ନାଳ ଦ୍ଵାରା ନିମ୍ନାଞ୍ଚଳକୁ ନିଷ୍କାସିତ ହେବାର ବ୍ୟବସ୍ଥା କରାଗଲେ ଭୂସ୍ଖଳନ ହ୍ରାସ ପାଇବ। କାହିଁକିନା ଦେଖ, ପାଣି ସେଇଠି ରହୁଛି, ମାଟିକୁ ପଚି ଦଉଛି, ମାଟି ଖସି ଆସୁଛି, ତ ମାଟିରେ ତାକୁ ଯଦି କଳେ ବଳେ କୌଶଳ କରି ଯଦି ତାକୁ କାଢି ଦିଆଯାଏ, ମାଟିରେ ଯଦି ପାଣି ବେଶୀ ସମୟ ନ ରୁହେ, ତାହେଲେ ତ ଲାଭ ଅଛି ନା, ମାଟି ବେଶୀ ସମୟ ରହିପାରିବ ଷ୍ଟେବୁଲ ହେଇକି। ନଦୀର ବକ୍ର ସ୍ଥାନ ମାନଙ୍କରେ ବୁରୁଜ ନିର୍ମାଣ କଲେ ନଦୀ ସ୍ରୋତର ବେଗ ହ୍ରାସ ପାଇଁ ନଦୀ ପାର୍ଶ୍ୱର ଅତଡା ଖସିବା ହ୍ରାସ ପାଏ। ହେଲେ ବୁରୁଜ କଣ ଜାଣିଛ ନା? ପଥରର ଗୋଟେ ନାଳ ପରିକା ଗୋଟେ ଦିଆଯାଏ ହେଲା। ଏଇଟା ଧରାଯାଉ ନଦୀ ନା, ଏଇଟା ଧରାଯାଉ ନଦୀ, ଯେ ଏଇ ନଦୀରେ କଣ କରାହଉଛି, ଧରାଯାଉ ଏଇଟା ନଦୀ, ତ ଏଇ ନଦୀର ସାଇଡ ଆଡେ, ଠିକ ଅଛି, ଏ ନଦୀର ସାଇଡ ଆଡେ କଣ କରାହଉଛି ନା, ସାଇଡରେ ଏଇଗୁଡା ସବୁ ପଥୁରିଆ ଗୁଡା ଦିଆ ହଉଛି, ଯୋଉଟା କି ବୁରୁଜ କୁହାଯାଏ। ଏଇଗୁଡା ସବୁ ପଥରର ଦିଆ ହଉଛି, କାହିଁକିନା ଏଇଠି ମାଟି ଅଛି, ବୁଝୁଛ କି, ଏଇଠି ମାଟି ଅଛି, ତ ଏଇଗୁଟା ବୁରୁଜ ଦିଆଯାଏ। ବୁରୁଜ ମାନେ ଗୋଟେ ପଥରର ଗୋଟେ ଲେୟାର ବିଛେଇ ଦିଆଯାଏ, ଯୋଉଟା କି ପାଣି ଯେତେବେଳେ ଯିବ, ତାହେଲେ ପାଣି ମାଟି ସହିତ ଟଚ କରିବନି, ପାଣି କେବଳ ପଥରକୁ ଟଚ କରିକି ସେଇବାଟେ ସେଇବାଟେ ପଳେଇବ। ବୁଝିପାରୁଛ? ଯାହା ଫଳରେ କି ମୃତ୍ତିକାରେ ମାଟି ଲାଗିଲେ ସିନା ମୃତ୍ତିକା କ୍ଷୟ ହବ, ଆଉ ମୃତ୍ତିକାରେ ମାଟି ହିଁ ଲାଗିବନି, ମୃତ୍ତିକା କୋଉଠି କ୍ଷୟ ହବ? ବୁଝିପାରୁଛ କି ନାଇଁ ମୋ କଥା? ସେଇଥିପାଇଁ କଣ କରାହଉଛି ନା, ବୁରୁଜ ଦବା ପାଇଁ ସେ କହୁଛି। ସମୁଦ୍ର ଉପକୂଳ ଲୁଣା ଜଳକୁ ଜଙ୍ଗଲକୁ କ୍ଷୟ ନକରି ବାଲୁକା ଶଯ୍ୟାରେ ଅଧିକ ଝାଉଁ ବଣ ସୃଷ୍ଟି କଲେ କଣ ହବ ନା, ସମୁଦ୍ରର ଉଚ୍ଚ ଢେଉ ଓ ବାତ୍ୟା ଜନକ କୁଳକ୍ଷୟ ହ୍ରାସ ପାଇବ। ଏଇଟା ହଉଛି ମେନ୍ କଥା। ଝାଉଁ ଗଛ ପିଲେ ବହୁତ ଇମ୍ପୋର୍ଟାଣ୍ଟ ଗଛ ହେଲା। ଝାଉଁ ଗଛ ମାଟିକୁ ଯେତେ ସେ ଜାବୁଡିକି ଧରେ, ମୃତ୍ତିକା କ୍ଷୟ ହେବାକୁ ଦିଏନି। ବନଭୂମିକୁ ସଂରକ୍ଷିତ କର। କ୍ଷୟପ୍ରାପ୍ତ ବନଭୂମିର ନୂତନ ବନୀକରଣ କରାଗଲେ ଭୂକ୍ଷୟ ହ୍ରାସ ପାଏ। ଟାଙ୍ଗର ଭୂମିରେ ବୃକ୍ଷରୋପଣ କଲେ ବୃଷ୍ଟି ଜଳ ଗଡି ନ ଯାଇ ଭୂମି ସଂରକ୍ଷିତ ରହିବ। ଚାରଣ ଭୂମି ଗୁଡିକର ପଶୁ ଚାରଣକୁ ଅବାଧ ନକରି ନିୟନ୍ତ୍ରଣ କଲେ ଭୂମି ଭୂକ୍ଷୟର ମାତ୍ରା ହ୍ରାସ ପାଇବ। ଆମେ ଏତେ ଗୁଡା ପଢିଦେଲେ କଣ, ଆମ ବୈଜ୍ଞାନିକ ମାନଙ୍କ ଦ୍ଵାରା ରିସର୍ଚ୍ଚ ଆଣ୍ଡ ଷ୍ଟଡି କରାଯାଇଥିବା ମୃତ୍ତିକା ଉପରେ ହେଲା, ଯେ ମୃତ୍ତିକାର ଏଇଆ ପ୍ରୋବ୍ଲେମ ହଉଛି, ଏଇଆ ଜିନିଷ କଲେ ମୃତ୍ତିକାର ଏଇ ପ୍ରୋବ୍ଲେମ ଗୁଡିକ ସମାଧାନ ହେଇପାରିବ। ଏବେ ଆମେ ପିଲେ ପଢିବା ଯେ ମୃତ୍ତିକା କଣ ଚାହୁଁଛି, ଯେ ମୋ ଭିତରେ କଣ କରାଯିବା ଦରକାର, ମୃତ୍ତିକା ଟା କଣ ଚାହୁଁଛି, ସେଇ ଜିନିଷ ଟା ଆମେ ଦେଖିବା।
ମାନେ ଆକ୍ଚୁଆଲି ଯୋଉ ମୃତ୍ତିକାଟି ଚାହୁଁଛି କଣ, ଏଇ ମୃତ୍ତିକାର ଚାହିଁବା ପୂର୍ବରୁ ଆମକୁ ଆଗେ ପଢିବାକୁ ପଡିବ ଯେ ମୃତ୍ତିକା କଣ, ମୃତ୍ତିକା କଣ ଆଉ କେମିତି ତିଆରି ହୁଏ। ଗୋଟେ ମୃତ୍ତିକା ଗୋଟେ ମାଟି ଯୋଉଥିରେ ଗଛ ହଉଛି ଆଉ ସେ ଗଛ ମୁଁ ଖାଇବାକୁ ଦଉଛି, ଫଳ ହଉ ଫୁଲ ହଉ ବା ଯାହା ବି ହଉ ସେ ମୁଁ ଖାଇବାକୁ ଦଉଛି। ସାର୍ ଫୁଲ କିଏ ଖାଏ? ବୋଇତାଳୁ ଫୁଲକୁ ତମେ ବରା କରି ଖାଇନ? କମେଣ୍ଟରେ କହିବ। ସେଇ ଜିନିଷ ଫୁଲ ଖାଉଛନ୍ତି ନାଇଁ, ସେଇଆ ତ ହୁଏ କଣ, ମୃତ୍ତିକା ତିଆରି କରିବାରେ ସବୁଠାରୁ ମାନେ ଅଗ୍ରାଧିକାର ଗ୍ରହଣ କରିଛି ଚୂର୍ଣ୍ଣି ଭବନ ପ୍ରକ୍ରିୟା। ଚୂର୍ଣ୍ଣି ଭବନ ସାର ନାଁ ରୁ ଜଣା ପଡୁଛି ଚୂନ ଚୂନ ହେଇଥିବ। ଚୂନ ମାନେ କଣ ପୁରା ଡଷ୍ଟ ବାଲି ସଦୃଶ ହେଇଥିବା ଦରକାର। ହଁ ତ ସେଇ ଜିନିଷ ଦେଖିବ। ଯଦି ତମେ ନ ଜାଣିପାରୁଛ ଏଇଠି ବି ଦେଖ ଲେଖା ହେଇଛି ଭୂପୃଷ୍ଠସ୍ଥ ଉନ୍ମୁକ୍ତ ଶିଳା ଉତ୍ତାପର ପର୍ଯ୍ୟାୟ କ୍ରମିକ ଟା ବେଳେ ବେଳେ ଏତେ ବିରକ୍ତ କରାଏ ପିଲେ ଆଇଡିଆ ଲଗେଇ ପାରିବେନି ଏତେ ବିରକ୍ତ କରେ। ମାନେ ତମେ ଗୋଟେ ପିଲେ ଗୋଟେ ଭଲ ଗୋଟେ ମାଇଣ୍ଡରେ ଥିବ ଯେ ହଁ ପଢିବା ପଢେଇବା ଇଏ କରିବା, ୟାର ଏତେ ଫଙ୍କସନ ଆସେ ଯୋଉ ଫଙ୍କସନ ଗୁଡିକ ତିଳେ ବି କାମରେ ଆସେନି। ଯଦି ସେ ଫଙ୍କସନକୁ ଆକ୍ଟିଭେଟ କରିବାର ଅଛି 1200 କି 1500 ଟଙ୍କା ସବସ୍କ୍ରିପସନ ଦିଅ ତାହେଲେ ଆକ୍ଟିଭେଟ ହବ। ଯଦି ଆମ ଭାରତୀୟ ଲୋକମାନେ ଚାଷ କାର୍ଯ୍ୟ ଭଳିଆ ଇଏ କରିକି ବି ନିଜ ବେପାର ବଢେଇଉଛନ୍ତି, ତାହେଲେ ତମର ଫାଲତୁ ଫଙ୍କସନ ନେଇକି ମୁଁ କରିମିଟା କଣ? ହଜାର ହଜାର ଫଙ୍କସନ ଅଛି WPS ଅଫିସରେ, କିନ୍ତୁ ସବୁ ଫଙ୍କସନ ସବସ୍କ୍ରିପସନ ନଦେଲେ କାମ କରିବ ନାହିଁ। ଆବେ ଜାଣିଛ ମାକ୍ସିମମ୍ ଲୋକ ସବସ୍କ୍ରିପସନ ଦେବେନି। ଏତେ ଫଙ୍କସନ ଦେଇକି ତମେ ଲାଭ କଣ ପାଉଛ? ପୁଣି ଫଙ୍କସନ କୁ କାମ ବି ଆସୁନି, ଜଷ୍ଟ ଗୋଟେ ପିଡିଏଫ କୁ ଦେଖିବା କାମରେ ଆସୁଛି WPS ଅଫିସ ଟା। କଣ କରିବା, କମ୍ପାନୀ ଲୋଭ ଛାଡୁନି, ଆମେ କଣ କରିବୁ? ଆମେ ବି କ୍ୟାନସଲ ଚଲଉଛୁ। ତାହେଲେ ଏଠି କଣ କରାହଉଛି, ଚୂର୍ଣ୍ଣି ଭବନ ପ୍ରକ୍ରିୟା ଟା କଣ କହୁଛି, ଭୂପୃଷ୍ଠସ୍ଥ ଉନ୍ମୁକ୍ତ ଶିଳା ଉତ୍ତାପର ପର୍ଯ୍ୟାୟକ୍ରମିକ ହ୍ରାସ ବୃଦ୍ଧି କରଗାର ପ୍ରଭାବ ଉଦ୍ଭିଦ ପ୍ରାଣୀ ଓ ମନୁଷ୍ୟ ମାନଙ୍କ ଦ୍ଵାରା ଖଣ୍ଡ ବିଖଣ୍ଡିତ ହୋଇ କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବା ପ୍ରକ୍ରିୟାକୁ କଣ କୁହାଯାଏ? ଚୂର୍ଣ୍ଣି ଭବନ ପ୍ରକ୍ରିୟା କୁହାଯାଏ। ଛାଡ଼ ତାହେଲେ କଣ ହେଲା ଏଇଟା? ଶିଳା ଉତ୍ତାପର ପର୍ଯ୍ୟାୟକ୍ରମିକ ହ୍ରାସ ବୃଦ୍ଧି ମାନେ ଦେଖ ହୁଏ କଣ, ଖରା ଦିନ ଗୋଟେ ପଥର ତମେ ରଖିଛ, ସେ ଗରମ ହଉଛି, ପୁଣି ବର୍ଷା ସେ ପାଉଛି, ପୁଣି ସେ ଶୀତ ପାଉଛି, ମାନେ କଣ ସେ ଗୋଟେ ପ୍ରକାର ଉତ୍ତାପ ବି ପାଉଛି ଜଳ ବି ପାଉଛି। ତ ଏଇ ଯୋଉ ଗରମ ଥଣ୍ଡା ହବା ଦ୍ଵାରା ବା ତା ଭିତରେ ଗରମ ମାନେ କଣ ଉତ୍ତାପ ସେ ପାଉଛି। ତ ଉତ୍ତାପରେ ଏଇ ଯୋଉ ପର୍ଯ୍ୟାୟକ୍ରମିକ ହ୍ରାସ ବୃଦ୍ଧି ଇଏ ନେ ଯୋଉ ମୂର୍ତ୍ତିକା ଆଜି ତମେ ପଥର ରଖିଦେଇଛ କାଲି ମୃତ୍ତିକା ରେଡି ନାଇଁ। ମୃତ୍ତିକା ତିଆରି ହବା ପାଇଁ ହଜାର ହଜାର ବର୍ଷ ଲାଗେ। ଗୋଟେ ପଥର ସମୟ ଅନୁସାରେ ଡଷ୍ଟ ପାର୍ଟିକଲରେ ପରିଣତ ହେଇଯାଉଛି। ଯୋଉ ଡଷ୍ଟ ପାର୍ଟିକଲ ପରିଣତ କରୁଥିବା ବଡ ବଡ ମେସିନ ଫେଲ ହେଇଯାଉଛି, ପ୍ରକୃତି ତାକୁ ଡଷ୍ଟ ପାର୍ଟିକଲ ପରିଣତ କରିଦଉଛି। ଗୋଟେ ପଥରକୁ କେମିତି ପ୍ରସ୍ତୁତ କରୁଛି, ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ଲାଗିଲା ପରେ ତାକୁ କରୁଛି। ମାନେ ବହୁତ ଅଧିକ ସମୟ ଲଗଉଛି। ସେଇ ଜିନିଷ କରଗାର ପ୍ରଭାବ, କରଗା ମାନେ ଏଇ ଉତ୍ତାପ, ମାନେ ତା ଉପରେ ପ୍ରାକୃତିକ ଇଫେକ୍ଟ କେତେ ପଡୁଛି। କେବଳ ଉତ୍ତାପ ନୁହେଁ, ପବନ, ବାୟୁ ବା ପଶୁପକ୍ଷୀ ମାନଙ୍କର ଯୋଉ କେତେବେଳେ କୋଉ ବାଘ ଡିଆଁ କୁଦା ମାରୁଥିବ, କେତେବେଳେ କୁକୁର ଡିଆଁ କୁଦା ମାରୁଥିବ ତା ଉପରେ ହେଲା। ଉଦ୍ଭିଦ ପ୍ରାଣୀ ଓ ମନୁଷ୍ୟ ମାନଙ୍କ ଦ୍ୱାରା ଖଣ୍ଡ ବିଖଣ୍ଡିତ ହୋଇ କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବା ପ୍ରକ୍ରିୟାକୁ ଚୂର୍ଣ୍ଣି ଭବନ ପ୍ରକ୍ରିୟା କୁହାଯାଏ। ଆହୁରି ଡିଟେଲରେ ପଢିବା ତାହେଲେ, ମାଟିର ଅନ୍ୟ ନାମ ମୃତ୍ତିକା, ହଁ ସାର୍ ଆମେ ଜାଣିଛୁ। ଭୂପୃଷ୍ଠର ଭୂମି ଯେଉଁ ସବୁ ପଦାର୍ଥକୁ ନେଇ ଗଠିତ ସେଗୁଡିକ ମଧ୍ୟରେ ମୃତ୍ତିକା ଅନ୍ୟତମ। କେମିତି ସାରେ? ମୃତ୍ତିକା ଶିଳା ବା ପଥରରୁ ସୃଷ୍ଟି ହୋଇଥାଏ। ଶିଳା କ୍ଷୟ ହେଲେ ସୂକ୍ଷ୍ମ ଶିଳା ରେଣୁରେ ପରିଣତ ହୁଏ। ହଁ ସାରେ ଏତେ କଥା ତାହେଲେ, ହଁ ସେହି ଶିଳାରେଣୁ ମୃତ୍ତିକା ଗଠନର ମୁଖ୍ୟ ଉପାଦାନ। ବିଭିନ୍ନ ଶିଳାର କ୍ଷୟଜାତ ସୂକ୍ଷ୍ମରେଣୁ ଗୁଡିକ ଜଳ, ବାୟୁ, କ୍ଷୟଜାତ ଜୈବାଂଶ ଓ ଖଣିଜ ସହିତ ମିଶି ଭୂମିର ଉପରି ଭାଗରେ ଯେଉଁ ପତଳା ଆସ୍ତରଣ ସୃଷ୍ଟି କରେ ତାହାକୁ ମୃତ୍ତିକା କୁହାଯାଏ। ତାହେଲେ ଜାଣିପାରିଲ ମୃତ୍ତିକା କାହାକୁ କୁହାଯାଏ?
ମୃତ୍ତିକା ଭୂମି ସହିତ ସମ୍ପୃକ୍ତ। ତେଣୁ କୌଣସି ଅଞ୍ଚଳର ମୃତ୍ତିକା କି ପ୍ରକାର ହେବ ତାହା ସେହି ଅଞ୍ଚଳର ଭୂରୂପରୁ ହିଁ ସୂଚନା ମିଳିଥାଏ। ଭୂରୂପ ପିଲେ କଣ? ପାହାଡ଼ିଆ ଭୂମି ଧରାଯିବ। ପାହାଡ଼ିଆ ଭୂମିର ତମକୁ ମୃତ୍ତିକା ଯୋଉଭଳିଆ ମିଳିବ କଣ ସମତଳ ଭୂମିର ମୃତ୍ତିକା ସେହିପରି ମିଳିବ? ବିଲକୁଲ ମିଳିବନି। କାହିଁକି? କାରଣ ପାହାଡ଼ିଆ ଭୂମିର କଣ ଗଛପତ୍ର ଏତେ ହୁଏନି। କାହିଁକି? ଏଠି ପାଣି ରୁହେନି। ଆଉ ଦେଖ ସେଠି ଯୋଉ ମୃତ୍ତିକାଟି ତିଆରି ହବ ସେ ଯୋଉ ମୃତ୍ତିକାଟି ଯୋଉ ତିଆରି ହବ ସମତଳ ଭୂମିରେ କଣ ଗଛ ହଜାର ହଜାର ସଂଖ୍ୟାରେ ଅଛି। ଆଉ ଗଛ ମରିଗଲା ପରେ ସେଇ ଗଛ ଯେତେବେଳେ ବ୍ୟାକ୍ଟେରିଆ ଫ୍ୟାକ୍ଟେରିଆ ଦ୍ଵାରା ଡିକମ୍ପୋଜ ହେଇକି ବା ମାନେ କ୍ଷୟ ବିକ୍ଷୟ ହେଇକି ମୃତ୍ତିକାରେ ଯେତେବେଳେ ପରିଣତ ହଉଛି ଏ ସମତଳ ଭୂମି ମୃତ୍ତିକାର ଗୋଟେ ଏକ୍ସଟ୍ରା ଜିନିଷ ତମେ ପିଲେ ପାଉଛ ନା କଣ? ଜୀବ ମାନଙ୍କର ମଷ୍ଟାବଶେଷ ବା ଜୀବ ମାନଙ୍କର ଯୋଉ କ୍ଷୟକ୍ଷତ ହେଇଯାଇଥିବା ବଡି ଶରୀର ସେଗୁଡା ବି ମାଟିରେ ମିଶୁଛି। ଯୋଉ ଜିନିଷଟା ପାହାଡିଆ ମାଟିରେ ରୁହେନି ତ ଅବଭିୟସଲି ତମେ ଡିଫରେନ୍ସ ପାଇବ କି ନାହିଁ? ନିଶ୍ଚୟ ପାଇବ। କାରଣ ଏଠି ଗୋଟେ ଏକ୍ସଟ୍ରା ଜିନିଷ ଆଡ୍ ହେଲା ଗଛଲତା ବା ଜୀବଜନ୍ତୁ ମାନଙ୍କର ମୃତ ଶରୀର ଯୋଉଟା କି ଡିକମ୍ପୋଜ ହଉଛି ବା କ୍ଷୟ ହଉଛି ବ୍ୟାକ୍ଟେରିଆ ମାନଙ୍କ ଦ୍ଵାରା ଆଉ ସେଗୁଡିକ ମାଟିରେ ମିଶେଇ ଦିଆଯାଉଛି। ତ ସେଗୁଡିକ ଆହୁରି ଗୋଟେ ପ୍ରକାର ପ୍ରାକୃତିକ ସାର ପରି କାମ କଲା ଯୋଉଥିରେ କି ଗଛ ସୁନ୍ଦର ଭାବରେ ହବ। ହଁ ତ ସେଇଥିପାଇଁ ପ୍ରତ୍ୟେକ ଏରିଆର ମୃତ୍ତିକା ଟା କେମିତି ହବ ସେଟା ସେ ଏରିଆ ଉପରେ ହିଁ ଡିପେଣ୍ଡ କରେ। ତା ବାଦ ଖରା ବର୍ଷା ହେଲା। କାହିଁକି ନା ପାହାଡିଆ ଭୂମିର ବର୍ଷା ହେଲେ ପାଣି ଏତେ ରୁହେ ନାହିଁ ପାଣି ଗଡି ଆସେ। ସମତଳ ଭୂମିରେ ପାଣି ଷ୍ଟେବୁଲ ରୁହେ। ତ ପାଣି ସମତଳ ଭୂମି ଟା ଅଧିକା ପାଇଲା ତ ମୃତ୍ତିକାଟି ସେଇ ହିସାବରେ ତିଆରି ହବ। ପାହାଡିଆ ମାଟି କଣ ହେଲା ପାଣି ଏତେ ପାଇଲାନି ଭଲ ତାକୁ ଟିକେ ସମୟ ଲାଗିବ। ତାପରେ ସେ ଖରା ଅଧିକ ପାଇବ। ସମତଳ ଭୂମି ଖରା ଏତେ ପାଇବନି କାରଣ ସମତଳ ଭୂମିରେ ଗଛ ବହୁତ ଅଧିକା ହବ। ଆଉ ଗଛ ହେଲେ ଛାଇ ସେତେ ବଢିଆ ଦବ। ଆଉ ଯେତେ ବଢିଆ ଛାଇ ଦବ ସେତେ ବଢିଆ ମୃତ୍ତିକାଟି ଅଲଗା ପ୍ରକାର ତିଆରି ହବ। ମୋ କଥା ବୁଝିପାରୁଛ କି ନାଇଁ? ଡିଫରେନ୍ସ କୋଉଭଳିଆ ଆସୁଛି ଦେଖ ଜାଗା ଅନୁସାରେ ଭୂ ରୂପ ଅନୁସାରେ ଭୂମି ବା ମୃତ୍ତିକାର କୋଉଭଳିଆ ଚେଞ୍ଜେସ୍ ଆସୁଛି। ମୃତ୍ତିକାର ସୂକ୍ଷ୍ମ ଶିଳାରେଣୁ ସହିତ ବିଭିନ୍ନ ଦ୍ରବ୍ୟ ଯଥା ଜଳ ବାୟୁ କ୍ଷୟିତ ଜୈବାଂଶ ଆଦି ଅନ୍ୟାନ୍ୟ ଉପାଦାନ ମିଶି ରହିଥିବାରୁ ମୃତ୍ତିକା ଏକ ଯୌଗିକ ପଦାର୍ଥ। ଜାଣିପାରିଲ? ମୃତ୍ତିକାର ସଠିକ ଅନୁପାତର ଖଣିଜ ଓ ଜୈବାଂଶ ମିଶି ରହିଲେ ମୃତ୍ତିକାକୁ ଉର୍ବର ବୋଲି କୁହାଯାଇଥାଏ। ଯୋଉ ଜିନିଷଟା ପାହାଡିଆ ମାଟିରେ ନଥାଏ କିନ୍ତୁ ସମତଳ ଭୂମିରେ ଥାଏ। ହେଲା ତ ପିଲେ ଆଜିକାର ମୃତ୍ତିକାର ଇଣ୍ଟ୍ରୋଡକ୍ସନ ଏତିକି ଥାଉ। ଆସନ୍ତା କ୍ଲାସରେ ଆମେ ପଢିବା ମୃତ୍ତିକା ଗଠନର ନିୟାମକ। ଏଇଠି ତମ ପାଇଁ ସରକାର ଗୋଟେ ବଢିଆ କଥା ଲେଖିଛନ୍ତି ଯେ ଦେଖ ଚୂର୍ଣ୍ଣିଭବନ ପ୍ରକ୍ରିୟା ଯୋଉଟା ଆମେ ଉପରୋକ୍ତ ପଢିଗଲେ ଚୂର୍ଣ୍ଣିଭବନ ପ୍ରକ୍ରିୟା ଏତେ ଲମ୍ବା ସମୟ ସେଟା ନିଏ। ଏତେ ଦୀର୍ଘ ଯେ 1 ସେଣ୍ଟିମିଟର ବହଳର ମୃତ୍ତିକା ସୃଷ୍ଟି ହେବାକୁ ଶହ ଶହ ବର୍ଷ ଲାଗିଯାଏ। ତାହେଲେ ଜାଣିପାରୁଛ ତ ମୃତ୍ତିକା ତାହେଲେ କେତେ କାମରେ ଆସେ ତମେ ଭସେଇ ଦଉଛ ମୃତ୍ତିକାକୁ କଣ କଣ କାମରେ ଲଗେଇ ଦଉଛ ନଷ୍ଟ କରୁଛ ମୃତ୍ତିକାକୁ। 1 ସେଣ୍ଟିମିଟର କେତେ ହୁଏ? ତମ ଲୁହା ସ୍କେଲ ବା ତମ ପ୍ଲାଷ୍ଟିକ ସ୍କେଲ 1 ସେଣ୍ଟିମିଟର ଦେଖିଛ? 1 ସେଣ୍ଟିମିଟର କେତେ ହୁଏ? କେତିକିଟେ ଏଡିକିଟେ ସେତିକିଟେ ବି ମୃତ୍ତିକା ତିଆରି କରିବା ପାଇଁ ଶହ ଶହ ବର୍ଷ ଲାଗେ। ତମ ଘର ପଛପଟେ ଯାଇ ଦେଖିବ ମାଟି ପୁରା ପୁରା ବ୍ରହ୍ମାଣ୍ଡ ଦେଖା ହାଉଛି ମାଟିର। ତାହେଲେ ଭାବ ସେଇ ମାଟିକୁ ସେତିକି ଏଇ ରୂପ ଆଜିକାର ତମେ ଏଇ ରୂପ ଦେଖିବାକୁ ପାଉଛ ତାହେଲେ ଏଇ ରୂପଟି ଆଗରୁ ଯୋଉ ଶହ ଶହ ବର୍ଷ ତଳେ ଏଇ ରୂପଟି ସୃଷ୍ଟି କରିବା ପାଇଁ ମାଟିକୁ କେତେ ସଂଘର୍ଷ କରିବାକୁ ପଡିଥିବ କେତେ ତାକୁ କଷ୍ଟ ହେଇଥିବ ଖାଲି ତମରି ପାଇଁ। ହେଲା ତ ପିଲେ ଆଜିକାର ଭିଡିଓକୁ ଆମେ ଏଇଠି ସମାପ୍ତ କରିବା। ଦେଖିବା ଆମେ ପାର୍ଟ 2ରେ ଯେ ଏବେ ମୃତ୍ତିକାକୁ ଗଠନ କରିବା ପାଇଁ କଣ କଣ ପ୍ରୋସେସ ଅଛି କଣ କଣ ଷ୍ଟେପସ ଅଛି ଗୋଟେ ପଥର ଶିଳାରୁ ଏଇ 1 ସେଣ୍ଟିମିଟର ବହଳର ମୃତ୍ତିକା କେମିତି ସୃଷ୍ଟି ହେଇପାରିବ ସେଇଟା ଆମେ ଦେଖିବା ଆସନ୍ତା ଭିଡିଓରେ। ସେତେ ପର୍ଯ୍ୟନ୍ତ ନିଜର ଆଉ ବର୍ଷାର ଧ୍ୟାନ ରଖିବ। ମୋର କେହି ବର୍ଷା ନାହାନ୍ତି ମୋର ଏଇ ଦେଖ ଫାଲତୁ ମୁହଁ ଟା ଦେଖୁଛ ମୋର ଏ ମୁହଁ ଦେଖିଲେ ତମକୁ ରାଗ ଚିଡୁଥିବ ଭିଡିଓ ଦେଖିତେ ଇଚ୍ଛା ହଉନଥିବ ମାକ୍ସିମମ ସବସ୍କ୍ରାଇବର ଏଇଥିପାଇଁ ପଳେଇ ଯାଉଥିବେ। ଆଉ ତମମାନେ କଣ ଆଉ ମତେ କୋଉ ବର୍ଷା ତାହେଲେ ଦେଖିବ ତମମାନେ ତ ନିଜେ ଦେଖିବାକୁ ରାଜି ନୁହ ମତେ କୋଉ ବର୍ଷ ଦେଖିବ ବୁଝିପାରୁଛ ନା ମୋର ସେଇ ଜିନିଷ ହେଲା। ତ ଦେଖାଯିବ ଆସନ୍ତା ଭିଡିଓରେ ଗୋଟେ ନୂଆ ଟପିକ ସହିତ। ଆଉ ଆମେ ଜାଣିପାରିବା ଯେ ମୃତ୍ତିକାରେ
जो गोटे पत्थर 1 सेंटीमीटर बहर मूर्तिका केमी या ठीक अच्छे देखा तुम सहित आसंता भिडियो से पर्यंत बाय बाय।